ବାଲେଶ୍ୱର ମଲ୍ଲିକାଶପୁର ହେଇଥିଲା। କୋଉ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ? 1843। ହୁଁ। 1843। ମକର ସଂକ୍ରାନ୍ତି ତିଥିରେ। ଜାନୁଆରୀ ମାସ 13 ତାରିଖରେ ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ। ମୃତ୍ୟୁ 1918 ଜୁନ 14, ଯାହାକି ରଜ ସଂକ୍ରାନ୍ତି ପଡିଥିଲା ହେଲା, ସେଥିପାଇଁ ତାଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି ନାମକରଣ କରାଯାଇଛି। କ୍ୱେଶ୍ଚିନ୍ ଆସିଲା ସଂକ୍ରାନ୍ତି ପୁରୁଷ କିଏ ବୋଲି। ବାଲେଶ୍ୱର ମଲ୍ଲିକାଶପୁର। ପିତା ହଉଛନ୍ତି ଲକ୍ଷ୍ମଣ ଚରଣ ସେନାପତି, ମାତା ତୁଳସୀ ଦେବୀ। ମୂଳ ନାମ, ପ୍ରକୃତ ନାମ ତଥା ବାଲ୍ୟ ନାମ କଣ? ସାର୍ ବ୍ରଜମୋହନ। ବ୍ରଜମୋହନ ସେନାପତି। ପ୍ରଥମ ପତ୍ନୀ ଥିଲେ ଲୀଳା ଦେବୀ, ଦ୍ୱିତୀୟ ପତ୍ନୀ ଥିଲେ କୃଷ୍ଣ କୁମାରୀ। ପ୍ରଥମ ବିବାହ ହେଇଥିଲା 1856 ରେ, ଦ୍ୱିତୀୟ ବିବାହ ହେଇଥିଲା 1871 ରେ। ତେବେ ତାଙ୍କର ରଚନାବଳୀକୁ ଆମେ ଟିକେ ଦେଖିବା। ତେବେ ତାଙ୍କ ବିଷୟରେ ନହେଲେ ମୁଁ ଟିକେ କହିଦିଏ। 1843 ମସିହା ଜାନୁଆରୀ ମାସ ମକର ସଂକ୍ରାନ୍ତି ଦିନ ତାଙ୍କର ଜନ୍ମ ବାଲେଶ୍ୱର ମଲ୍ଲିକାଶପୁର। ପିତା ଲକ୍ଷ୍ମଣ ଚରଣ। ଯେତେବେଳେ ସେତେବେଳେ ତାଙ୍କ ପିତାଙ୍କ ମୃତ୍ୟୁ, ଏହାପରେ ତାଙ୍କର ମାତୃବିୟୋଗ। 7-8 ବର୍ଷ ପର୍ଯ୍ୟନ୍ତ ସେ ନାନା ରୋଗ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ତାଙ୍କର ଠାକୁର ମା ଅର୍ଥାତ୍ ଜେଜେମା ଯିଏ ଥିଲେ, ଆଦର ଯତ୍ନ ଏବଂ ସେବାରେ ସେ ବଞ୍ଚିତ ଥିଲେ। ତାଙ୍କର ପ୍ରଥମ ନାମ ଥିଲା ବ୍ରଜମୋହନ। ଠାକୁର ମା ତାଙ୍କୁ ପୀର ମାନେ କଣ? ପୀରଙ୍କୁ ସମର୍ପଣ କରି ଇଷ୍ଟ ଦେବତା। ତାଙ୍କୁ ପୀରଙ୍କୁ ସମର୍ପଣ କରି ତାଙ୍କ ନାମ ରଖିଲେ ଫକୀର ମୋହନ। ଏହାପରେ ବ୍ରଜମୋହନ ନାମଟି ଲୋପ ପାଇଲା। ଫକୀର ମୋହନ ଭାବେ ହେଲେ ସେ ପ୍ରସିଦ୍ଧ। ପୀର ମାନେ ମୁସଲମାନ ମାନଙ୍କର ଯୋଉ ସନ୍ନ୍ୟାସ ଥାଆନ୍ତି ବୋଲି କୁହାଯାଏ। ଆମର ଯେମିତି ସନ୍ନ୍ୟାସ ଥାଆନ୍ତି ତାଙ୍କର, ସେମାନଙ୍କୁ କୁହାଯାଏ ପୀର। ତାଙ୍କୁ ସମର୍ପଣ କରିଥିଲେ, ଯାହାକୁ ଆମେ ଫକୀର ବୋଲି କହୁ। ସେଥିପାଇଁ ତାଙ୍କ ନାଁ ହେଲା ଫକୀର ମୋହନ। 9 ବର୍ଷ ବୟସରେ ସେ ଗ୍ରାମ ଚାଟଶାଳୀରେ ବିଦ୍ୟାରମ୍ଭ ଆରମ୍ଭ କଲେ। ସେଠି ମଧ୍ୟ ସେ ଥିଲେ ନିର୍ମମତା, ମାନେ ରୋଗିଣା ଥିଲେ ବୋଲି କୁହାଯାଏ। ଘରେ ବଡ ବାପା ବଡ ମାଙ୍କର ନିଷ୍ଠୁରତା, କେବଳ ମାତ୍ର ଠାକୁର ମା ତାଙ୍କର ଭରସା। ପାଠ ପଢା ଛାଡି ସେ ହେଲେ ବଡ ବାପାଙ୍କର ଅଧ୍ୟାଳସିଆର ଏବଂ ଯାହା ଜାତି କାର୍ଯ୍ୟରେ ମେଟ୍ ବୟ ଭାବେ ଥିଲେ। ତତ୍ପରେ ସେ କଣ ହେଲେ, ବିଭିନ୍ନ ପ୍ରକାର ଅଧ୍ୟୟନ କରିବା ଆରମ୍ଭ କଲେ। ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କଲେ, ପୁରସ୍କାର ମଧ୍ୟ ପାଇଲେ। ଏବଂ ଦ୍ୱିତୀୟ ଶ୍ରେଣୀରେ ପଢିଲେ, ମାତ୍ର ଆର୍ଥିକ ଅବସ୍ଥାରୁ ବଞ୍ଚିତ ହେଲେ। ସେ ହେଲେ ବାରବାଟୀ ସ୍କୁଲର ତୃତୀୟ ଶିକ୍ଷକ ପରବର୍ତ୍ତୀ ସମୟରେ। ନିଜ ସାଧନା ବଳରେ ବଙ୍ଗଳା, ସଂସ୍କୃତ ଭାଷାର ନାନା ଗ୍ରନ୍ଥ ଅଧ୍ୟୟନ କଲେ। ତାପରେ ପରେ ଯୋଉ ବାଲେଶ୍ୱରରେ ଗୋଟେ ମିଶନାରୀ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ସେ ନିଯୁକ୍ତି ହେଲେ। ତାପରେ ତାଙ୍କର ଯଦି ଆଦର୍ଶ ଶିକ୍ଷକ, ତାଙ୍କ ଆଦର୍ଶ ଜୀବନକୁ ଆମେ ଦେଖାଯାଉ, ତାଙ୍କୁ ବିଭିନ୍ନ ଉପାଧିରେ ଭୂଷିତ କରିବାର ପ୍ରାଧାନ୍ୟ ରହିଛି। ବିଭିନ୍ନ ଭାଷା ପୁସ୍ତକ ମଧ୍ୟ ପଢିବାକୁ ପଡିଛି। ଯାହାକି କୁହାଯାଏ ସମସ୍ତଙ୍କର ଭବିଷ୍ୟତ ସମାନ ନଥାଏ, ସେପରି ସେ ବହୁତ କାର୍ଯ୍ୟ ପରେ ପରେ ଉନ୍ନତିର ସାଧନା କରିଛନ୍ତି। ଯେପରିକି ତାଙ୍କ ଶିକ୍ଷକତା କାଳରେ ଓଡିଶାରେ 9ଙ୍କ ଦୁର୍ଭିକ୍ଷ ପଡିଥିଲା। 9ଙ୍କ ଦୁର୍ଭିକ୍ଷ କେବେ ଆସିଥିଲା? 1866। ସେ ଅନୁଭବ କଲେ ଓଡିଶାର ଦୁଃଖ ଏବଂ ଦୁର୍ଦ୍ଦଶା ଯାହା ପଡିଥିଲା। ସେଇ ପରେ ପରେ 1868 ମସିହାରେ ବାଲେଶ୍ୱରରେ ଗୋଟେ ଛାପାକଳ ପ୍ରତିଷ୍ଠା ହେଲା। ସେଇ ପ୍ରେସ ରୁ ପ୍ରକାଶ ପାଇଲା କଣ? 1868 ମସିହାରେ ବାଲେଶ୍ୱରରେ ଗୋଟେ ଛାପାଖାନା ହେଇଥିଲା। ହଁ କୁହ। ବାଲେଶ୍ୱର ସମ୍ବାଦ ଭାଇକା। ବାଲେଶ୍ୱର ସମ୍ବାଦ ବାହିକା, ସମ୍ବାଦ ପତ୍ର ଏବଂ ସମ୍ବାଦ ବାହିନୀ ସାହିତ୍ୟ ପତ୍ରିକା, ଏ ଦିଟା ପ୍ରକାଶ ପାଇଲା। କୋଉ ମସିହାରେ? 1868 ମସିହା ବେଳକୁ। ଶିକ୍ଷକତା ସହିତ ଫକୀର ମୋହନ ସଂଗ୍ରାମୀ ଜୀବନ ଆରମ୍ଭ ହେଲା। ଯୋଉ ବାଲେଶ୍ୱରରୁ ଦିଟା ବାହାରିଲା, ଏ ଦିଟାର ସମ୍ପାଦକ ମଧ୍ୟ ଫକୀର ମୋହନ ହିଁ ଥିଲେ ବୋଲି କୁହାଯାଏ। 1870 ବା 69 ମସିହା ଯଦି କୁହାଯିବ, ଏହି ସମୟ ବେଳକୁ ବଙ୍ଗଳା ଭାଷା ଓଡିଶାରେ ଚଳାଇ ଓଡିଆ ଭାଷାକୁ ଉଠେଇଦେବାର ଯେଉଁ ଚକ୍ରାନ୍ତ ହେଲା, ଯଦି ଆମେ ଭାଷା ସୁରକ୍ଷା ଆନ୍ଦୋଳନ କଥା କହିବା, ତାହା ବିରୋଧରେ ଫକୀର ମୋହନ ଅଣ୍ଟା ଭିଡି ଛିଡା ହୋଇଥିଲେ।
ଭାଷା ବିରୋଧୀ ଆନ୍ଦୋଳନ, ଭାଷା ସୁରକ୍ଷା ଆନ୍ଦୋଳନ। ଗୋଟେ ପଟେ ହଉଛି ଭାଷାକୁ ବିରୋଧ କରାଯାଉ, ଆଉ ଗୋଟେ ହଉଛି ଭାଷାକୁ ସୁରକ୍ଷା ଦିଆଯାଉ। ବଙ୍ଗଳା ମାନେ ଓଡ଼ିଆକୁ ବିରୋଧ କଲେ, ଓଡ଼ିଆ ମାନେ ପୁଣି ବଙ୍ଗଳାକୁ ବିରୋଧ କରିକି ଓଡ଼ିଆ ଭାଷାକୁ ହିଁ ପ୍ରାଧାନ୍ୟତା କରିକି ଓଡ଼ିଶାରେ ଓଡ଼ିଆ ଭାଷାର ମାନ୍ୟତା ବଢାଇଲେ। ସେ ମଧ୍ୟରେ ଧୁରନ୍ଧର ବ୍ୟକ୍ତି ହେଲେ ଫକୀର ମୋହନ ସେନାପତି। ତାଙ୍କୁ ସାହାଯ୍ୟ କଲେ ବାଲେଶ୍ୱର ଜିଲ୍ଲାର ତତ୍କାଳୀନ କଲେକ୍ଟର କିଏ ସେ? ଫକୀର ମୋହନଙ୍କ सर ସମୟରେ जॉन भीम ବାଲେଶ୍ୱର ଜନ୍ ବେଞ୍ଚ ହେଲା। ଓଡ଼ିଶାରେ ଓଡ଼ିଆ ଭାଷା ବଞ୍ଚିଲା ଏବଂ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାର ପ୍ରତିଷ୍ଠା ଅର୍ଜନ ଦେଖାଗଲା। ଏହି ସମୟରେ ଫକୀର ମୋହନଙ୍କର ପ୍ରଥମ ପତ୍ନୀଙ୍କର ବିୟୋଗ ହେଲା। ଯୋଉ ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତ ଛାଡ଼, ସେଇ ପାଖକୁ ଆଉ ତାଙ୍କର ଭୂମିକା ବହୁତ ରହୁଛି। କିନ୍ତୁ ଯୋଉ ସମୟରେ ଭାଷା ସୁରକ୍ଷା ଆନ୍ଦୋଳନ ହଉଥିଲା, ସେଇ ସମୟରେ ଫକୀର ମୋହନଙ୍କର ପ୍ରଥମ ପତ୍ନୀଙ୍କ ବିୟୋଗ ହଉଛି। ସେ ଦ୍ୱିତୀୟ ଥର ବିବାହ କଲେ। ପତ୍ନୀଙ୍କ ନାଁ ଥିଲା କୃଷ୍ଣ କୁମାରୀ। ଫକୀର ମୋହନ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ଇଚ୍ଛା କରିଥିଲେ ମଧ୍ୟ ସେଇ ଧର୍ମ ସେ ଗ୍ରହଣ କଲେ ନାହିଁ। ବ୍ରାହ୍ମ୍ୟ ଉପାସନାରେ ଯୋଗ ଦେଇଥିଲେ, ବ୍ରାହ୍ମ୍ୟ ମଧ୍ୟ ହେଲେ ନାହିଁ। କିନ୍ତୁ ତାଙ୍କ ଭିତରେ ଏକେଶ୍ୱର ବାଦନା ବଳବତ୍ତର ହୋଇ ଉଠିଥିଲା। ଏକେଶ୍ୱର ବାଦନା ସମସ୍ତଙ୍କ ମଧ୍ୟରେ ଏକତ୍ର ଦେଖନ୍ତି, ସେଇ ବାଦ ତାଙ୍କ ମଧ୍ୟରେ ଦୃଢ଼ ଚିନ୍ତାଧାରା ଥିଲା। ସେ ପ୍ରଥମେ ନିଜ ଜୀବନରେ କଣ କଲେ ନା ପାଠ୍ୟ ପୁସ୍ତକ ରଚନା ଆରମ୍ଭ କଲେ। ଏହି ସମୟରେ ଜନ୍ ବିମ୍ ତାଙ୍କୁ ସହାୟତା କରିଥିଲେ। ନୀଳଗିରି, ଡୋମପଡ଼ା, ଢେଙ୍କାନାଳ, କେନ୍ଦୁଝର, ଦଶପଲ୍ଲା, କେନ୍ଦ୍ରାପଡ଼ା ଇତ୍ୟାଦି ସ୍ଥାନରେ ସେ କଣ ହେଲେ ନା ମ୍ୟାନେଜର, ଦେୱାନ, ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ କାର୍ଯ୍ୟ କରି 1899 ମସିହା ବେଳକୁ ସେ କଣ କଲେ, ସବୁଥିରୁ ସେ ବିରାମ ନେଲେ, ମାନେ ଅବସର ନେଲେ ଏବଂ କିଛି କାଳ କଟକରେ ରହି ବାଲେଶ୍ୱରକୁ ପୁଣି ଆଉଥରେ ଫେରିଗଲେ। କୋଉଠି କୋଉଠି ତାଙ୍କର ଚାକିରି ଜୀବନ ଥିଲା? ନୀଳଗିରି ଥିଲା, ଡୋମପଡ଼ା ଥିଲା, ଢେଙ୍କାନାଳ ଥିଲା, କେନ୍ଦୁଝର ଥିଲା, ଦଶପଲ୍ଲାରେ ମଧ୍ୟ ସେ ଥିଲେ, କେନ୍ଦ୍ରାପଡ଼ାରେ ମଧ୍ୟ ଥିଲେ ଏବଂ ବିଭିନ୍ନ ସ୍ଥାନରେ ଏହିପରି ରହି ସେଠି ସେ ମ୍ୟାନେଜର ରହିଲେ, ଦେବାନ ରହିଲେ, ଆସିଷ୍ଟାଣ୍ଟ ମ୍ୟାନେଜର ରହିଲେ, ଶିକ୍ଷକ ହେଲେ। ବହୁତ ଗୁଡ଼ିଏ ଚାକିରି ସେ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସବୁକୁ ସେ ଛାଡ଼ି ଦେଇ ଅବସର ନେଲେ। ତାପରେ ସେ ସବୁ ରଚନା କରିବା ଆରମ୍ଭ କଲେ, ଉପନ୍ୟାସ, ଗପ ଏସବୁ। ପତ୍ନୀଙ୍କର ବିୟୋଗ 1894 ମସିହା ପରେ ସେ ହେଲେ ଏକାକୀ। ଦ୍ୱିତୀୟ ପତ୍ନୀ ଯିଏ ଥିଲେ ପ୍ରଥମେ ପାଠ୍ୟପୁସ୍ତକ ରଚନା କଲେ ଏବଂ ତାପରେ ସେ ଅନୁବାଦ ଆରମ୍ଭ କଲେ। ତାପରେ ଲେଖିଲେ କାବ୍ୟ ଏବଂ କବିତା। ଶେଷ କାଳରେ ସେ ଲେଖିଛନ୍ତି ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଆତ୍ମଜୀବନୀ। ଇମ୍ପୋର୍ଟାଣ୍ଟ ପଏଣ୍ଟ କର, ବାମଣ୍ଡା ରାଜଦରବାରରେ ତାଙ୍କୁ ସରସ୍ୱତୀ ଫକୀର ମୋହନ ଉପାଧି ଦିଆଗଲା। କୋଉ ଦରବାରରେ ଏଇଟା କ୍ୱେଶ୍ଚିନ୍ ଆସିଥିଲା, କିଏ ତାଙ୍କୁ ସରସ୍ୱତୀ ଉପାଧି ଦେଲେ ବୋଲି? ବାମଣ୍ଡାର ରାଜା ଦରବାର। ସେତେବେଳେ ବାମଣ୍ଡାର ରାଜା କିଏ ଥିଲେ? ବାସୁଦେବ ସୁଡ଼ଦେବ। ଶେଷରେ 1819 ମସିହା ଜୁନ ମାସ 14ରେ ତାଙ୍କର ତିରୋଧାନ ହେଲା। ଠିକ ଅଛି। ହଉ, ତେବେ ତାଙ୍କର କଣ କଣ ସବୁ ପତ୍ର ପତ୍ରିକା, ପାଠ୍ୟପୁସ୍ତକ ଏବଂ ଅନୁବାଦ ଥିଲା ସେ ସବୁ ଦେଖିବା। ସ୍ରଷ୍ଟା ଜୀବନ ଆରମ୍ଭରେ ଫକୀର ମୋହନ ବାଲେଶ୍ୱର ପ୍ରଥମ ଛାପାଖାନା ପ୍ରତିଷ୍ଠା କଲେ 1868 ମସିହାରେ। ଏହି ଛାପାକଳ ଅନୁକୂଲ୍ୟରେ ସେ ବାହାର କଲେ ସମ୍ବାଦପତ୍ର ବାଲେଶ୍ୱର ସମ୍ବାଦ ବାହିକା। ଏହାର ସମ୍ପାଦକ ହେଲେ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏବଂ ସେ ପୁଣି ସେଇ ସମୟରେ ପ୍ରକାଶ କଲେ ସାହିତ୍ୟ ପତ୍ରିକା ବୋଧଦାୟିନୀ। ତାଙ୍କର ଲୋଚମାନିଆ ଯୋଉ ଗଳ୍ପ ପ୍ରଥମେ 1868 ମସିହାରେ ଏହି ବୋଧଦାୟିନୀ ପତ୍ରିକାରେ ପ୍ରକାଶ ପାଇଥିଲା। ଏହି ପତ୍ରିକା ଅଧିକ ସମୟ ତିଷ୍ଠି ନଥିଲା। ସମ୍ବାଦ ବାହିକା ଓଡ଼ିଶାର ଦ୍ୱିତୀୟ ସମ୍ବାଦପତ୍ର ଥିଲା। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର କୋଉଟା? ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଶୁଭିଲାନି? କିଏ କହୁଛ ଭଲସେ କୁହ। ହଁ, ଦ୍ୱିତୀୟରେ ଆସିଲା ସମ୍ବାଦ ବାହିକା। ଉତ୍କଳ ଦୀପିକା 1866, କର୍ମବୀର ଗୌରୀଶଙ୍କର ଦାସଙ୍କ ପ୍ରକାଶ ପାଇଲା। ଏହି ଦୁଇଟି ସମ୍ବାଦପତ୍ର ଥିଲା ସେ କାଳର ଉତ୍କଳର ଗୋଟେ ଜାଗ୍ରତ ପ୍ରହରୀ। ଦି ପକ୍ଷରେ ଦିଟା ପ୍ରହରୀ ଜାଗ୍ରତ ହେଇକି ଥିଲେ ବୋଲି କୁହାଯାଏ। ଓଡ଼ିଆ ଭାଷା ଯେତେବେଳେ ସଙ୍କଟ ଏବଂ ସୁରକ୍ଷାରେ ଫସି ଯାଇଥିଲା, ଫକୀର ମୋହନ ରଚନା କଲେ ପାଠ୍ୟପୁସ୍ତକ। କଣ ହେଲା ନା ଭାରତ ଇତିହାସ ପ୍ରଥମ ଦ୍ୱିତୀୟ ଭାଗ, ରାଜପୁତ୍ର ଇତିହାସ, ଜୀବନ ଚରିତ, ଅଙ୍କମାଳା, ଏଇ ସବୁ ଓଡ଼ିଆର କିଛି ପାଠ୍ୟପୁସ୍ତକ ରଚନା କଲେ ଏବଂ ତାଙ୍କର ପତ୍ନୀ ଆଉ ସନ୍ତାନ ଯୋଉ ବିୟୋଗ ହେଲେ ସେଇଟାକୁ ସେ ଭୁଲିବା ପାଇଁ ଅନୁବାଦରେ ହାତ ଦେଲେ। 7 ଖଣ୍ଡ ରାମାୟଣ, 18 ଖଣ୍ଡ ମହାଭାରତ, ଶ୍ରୀମଦ୍ ଭାଗବତ ଗୀତା, ଶିଳ ହରିବଂଶ, ସମବାୟ ଋଣ। ଯୋଉମାନେ ଲେଖିପାରୁନ ଶେଷରେ ରେକର୍ଡିଂ ଶୁଣିବ। କଣ କଣ ସେ ଅନୁବାଦ କଲେ?
जो रामायण 7 खंड रामायण 18 जो स्वर्ग अच्छी पर्व महाभारत से सबू लिखिले श्रीमद भागवत गीता को अनुवाद कले क्षीर हरिवंश तैतरीय उपनिषद मुक्तिपनिषद चेताश्रितोपनिषद कठोपनिषद इत्यादि अनुवाद कले तांकर आत्मजीवन ना कौन आत्मजीवनी चरित भ्रमण साहित्य ना कौन भ्रमण साहित्य हौ भ्रमण साहित्य तथा भ्रमण वृत्तांत तांकर दुईटी अच्छी उत्कल भ्रमण जहाँकि 1891 मसीह एवं वालिटियर दर्शन वाल्टियर दर्शन बोली दीटा ताके लिखिथिले उत्कल भ्रमण केन्दुझर भूया मेली कबल पड़ी फकीर मोहन जीवन मरण संकटर सम्मुखीन होई कौन समस्ते मुक्ति लाभ कर हाथी उपर बसी भद्रकरू आनंदपुर आसुले केन्दुझर जो किसी भूया प्रजाति अच्छा से कबल पड़ी फकीर मोहन रक्षा पाइले रक्षा पाई आसुवा समय हाथी उपर बसी भद्रकरू आनंदपुर आसई समय से जहाँ सब देखी से लिपिबद्ध कर उत्कल भ्रमण यह एक अश्वा रचित हास्य व्यंगात्मक काव्य कहले चलो है तत्कालीन ओडिशार विभिन्न क्षेत्र में प्रतिष्ठा अर्जन कर विशिष्ट लोक मान विषय बेस हास्य कौतुक रूपे फकीर मोहन रचना करते उत्कल भ्रमण हूँ समकालीन उत्कलर कवि मान मानस भ्रमण अर्थात कहवाक गले उत्कल भ्रमण जो थिला से उत्कल भ्रमण से विभिन्न कवि मान विषय लिखिं विभिन्न समय कवि थे विषय को संयोजन कर प्रथम से सारला वंदना करमि क्वेश्चन आसपे उत्कल भ्रमण से प्रथम क्या वंदना कर ठीक अच्छे क्वेश्चन तो ये गोटे भी आसला मुझे देखी ओडिया भागवत प्रथम क्या वंदना कर गणेश ना नारायण ना विष्णु नारायण कौन नारायण बा विष्णु ना नृसिंह ना नरसिंह सारला एमती किसी क्वेश्चन नरसिंह आसला नृसिंह ठीक अच्छे उत्कलर दुर्दशा को कवि प्रथम सूचय देते संबलपुर उड़नब साहेब ओडिया भाषा को उठाई दे हिंदी भाषार प्रचलन करने को जो उद्यम करते तार प्रतिक्रिया देखाई एक कविता पुस्तक रचित करते महाराज रामचंद्र भंज राजा वैकुंठनाथ दे चैतन्यचरण देव राधामोहन दास गौरीशंकर राय रामशंकर राय भक्तकवि मधुसूदन बामंडर राजा सुधल देव सचिदानंद त्रिभुवन देव विभिन्न व्यक्ति मान सहित मिसी समस्त जो व्यक्ति मान मिसी कौतुकपूर्ण वर्णना एवं व्यंजना करी ए कविता ग्रंथ लिखिं जोड़ा उत्कल भ्रमण कहते से क्या विषय कहते बहुत गुड़े कवि ना अच्छी कौन कौन कह कवि ना जमीक कवि मान ना राजा मान ना मेनसन कर गोटे गोटे कहीदे महाराज रामचंद्र भंज राजा वैकुंठनाथ दे गोविंद चंद्र पट्टनायक राधानाथ राय नंदकिशोर राय रेभेन्सा साहेब टी रेभेन्सा जॉन बीम्स गौरशंकर रामशंकर बाहिर मोहन आचार्य आसवे पुणी से भिखारी चरण पट्टनायक जगमोहन लाला विषय साधुचंद्र राय विषय बामंडार राजा विषय विभिन्न राजा विभिन्न प्रजा विभिन्न लेखकों विषय से स्थानित कर चिंताधारा केमिति बोली उत्कल भ्रमण रे स्थान कर तेणु कहुए उत्कल भ्रमण हूँ कवि मान विषय जानिबार एक प्रथम मार्ग बुझा पड़ा सेतेबेले अत्यधिक इंग्राजी मोह और मातृभाषा प्रति अवहेला को लक्ष्य करी फकीर मान गोटे पंक्ति लिखिले ना कौन सेटा पर इंग्रेजी कही मना करू ना किंतु बापा काम कर जाति कूल को चाही घृणा करुअछ मातृभाषा पढ़ा को हाय हाय लाज कथा कहबी क्या कौन कहते इंग्राजी पढ़ मना तुमको किए करूनी किंतु बापा जाति कूलर काम कर घृणा करुच्ची मातृभाषा को हाय हाय ये लज्जा कथा मुझे कहबी क्या निश्चित भाव ये गोटे लज्जाकर कथा जहाँ ओडिया अच्छ ओडिशार अच्छ ओडिया भाषा को प्राधान्यता न देकी तुम इंग्राजी को प्राधान्यता दौच उत्कल भ्रमण वास्तविक गोटे कविमानस दर्पण कविमानस भ्रमण कहले भी चलो दीर्घ दिन धरी उत्कल विभिन्न स्थान भ्रमण कर लोकचरित्र मान से स्थानित कर कविता देखा कविता कौन कौन
କବିତା ପୂଜା ଫୁଲ ଧୂଳି ଅବସର ଭାଷାରେ ଉତ୍କଳ ଭ୍ରମଣ ହେଲା ଗୋଟେ କାବ୍ୟ ଭଳି ରଚନା ହେଲା। ଭ୍ରମଣ ସାହିତ୍ୟ ଭଳି ତାଙ୍କୁ ମଧ୍ୟ କୁହାଯାଏ। 1891 ରଚନା ହେଲା। ତାପରେ ପୁଷ୍ପମାଳା ରଚନା ହଉଛି 94 ମସିହା। ଉପହାର ରଚନା ହଉଛି 95 ମସିହା। ଅବସର ବାସରେ ରଚନା ହଉଛି 998। ପୂଜା ଫୁଲ ରଚନା ହଉଛି 1912 ମସିହା। ଶେଷରେ ଧୂଳି ମଧ୍ୟ ରଚନା ହଉଛି 1912 ମସିହା। ତହିଁ ମଧ୍ୟରେ ଆହୁରି କେତୋଟି ରହୁଛି ପ୍ରାର୍ଥନା, ବୌଦ୍ଧବତାର କାବ୍ୟ, ଏପରି କିଛି ରଚନା ରହୁଛି ହେଲା। ତେବେ ତମେ ମାନେ ଲେଖି ରଖ ଗୋଟେ 1891 ମସିହା ପଏଣ୍ଟ ଭ୍ୟୁ କର। 1891 ମସିହା ଠାରୁ ସେ ଗୀତି କବିତା ରଚନାରେ ମନୋନିବେଶ କରୁଛନ୍ତି। ଅର୍ଥାତ୍ ଗୀତି କବିତା ହଉ କି କବିତା କ୍ଷେତ୍ରରେ ହଉ, କବିତା ରଚନା କରିବା କେବେଠୁ ଆରମ୍ଭ କରୁଛନ୍ତି ସେଇଟା ଲେଖ। ଯୋଉ କୁହାଯାଏନି କାହାକୁ ଯଦି ତମେ ଧୋକା ପାଇଥିବ ତାହେଲେ କବିତା ଲେଖିବାର ଗୋଟେ ପ୍ରେରଣା ଆସେ। ସେମିତି କଣ ହେଇଛି ଟିକେ ଶୁଣିନ ତାଙ୍କ ଜୀବନରେ। 1891 ମସିହା ପରଠାରୁ ସେ ଗୀତି କବିତା ରଚନା କରିବାର ମନୋନିବେଶ କରିଛନ୍ତି। ବିଶେଷତଃ ଭାବେ ତାଙ୍କର ପ୍ରିୟତମା ପତ୍ନୀ କୃଷ୍ଣ କୁମାରୀଙ୍କ ବିୟୋଗ ହୋଇଛି 1894 ମସିହା, ଯାହାକି ତାଙ୍କୁ ଶୋକାଭିଭୂତ କରିଦେଇଛି। ଦିଟା ପତ୍ନୀ ମରିଯାଇଛନ୍ତି। ତାପରେ ମଧ୍ୟ ପୁଅଟେ ଯିଏ ଅଛି ସେ ବି ମଧ୍ୟ ମରିଛନ୍ତି। ପରବର୍ତ୍ତୀ ସମୟରେ ମୋହିନୀ ମୋହନ ଜଣେ ଯିଏ ଜୀବିତ ଅଛନ୍ତି ତାଙ୍କ ଏଇ ଯୋଉ 3 ଜଣ ତାଙ୍କର ମରିଯାଇଛନ୍ତି ପ୍ରିୟତମ ଗୁଡାକ, ସେ ଶୋକାକୁଳ ପରିସ୍ଥିତିରେ ରହିକି ରଚନା କରୁଛନ୍ତି କବିତା ଗୁଡିକ। ଆମେ କହୁ ସେଇଟାକୁ ଯୋଉମାନେ ଧୋକା ପାଇନାହାନ୍ତି ସେ ଯୋଉ କ୍ଷେତ୍ରରେ ବି ହଉ ସେମାନଙ୍କ ମୁଣ୍ଡରେ ଟିକେ କବିତା ଜୁଟେନି। ଯୋଉମାନେ ପାଇଥାନ୍ତି ସେମାନଙ୍କ ମୁଣ୍ଡରେ ଜୁଟେ। ବହୁତ ଗୁଡିଏ ଭାବନା ଆସେ, ବହୁତ ଗୁଡିଏ ଭାବନା ନେଇକି ଲେଖା ଆପେ ମନେ ପଡିଯାଏ। କିନ୍ତୁ ବେଳେ ବେଳେ ଭୁଲି ବି ଯାଉ। ସେଇଟାକୁ ନ ଭୁଲିବା ଲାଗି କିଏ କିଏ ଲେଖି ଦିଅନ୍ତି। ସେଇଟା ହିଁ ତ କବିତା ହେଇଯାଏ। ଏତଦ୍ ବ୍ୟତୀତ ସେ ରଚନା କରିଛନ୍ତି ଜାତୀୟତା, ମାତୃଭାଷା ପ୍ରୀତି, ସମାଜ ସଂସ୍କାର, ମାନବ ବନ୍ଦନା, ପ୍ରକୃତି, ସୌନ୍ଦର୍ଯ୍ୟ ପ୍ରୀତି, ଈଶ୍ୱର ଭକ୍ତି, ବିଭିନ୍ନ ଚିନ୍ତାମୂଳକ କବିତା। ପୁଷ୍ପମାଳା ତାଙ୍କ ହୃଦୟର ପ୍ରଥମ ଗୀତିମୟ ଉଚ୍ଛ୍ୱାସ। କହିବାକୁ ଗଲେ ପୁଷ୍ପମାଳା ହଉଛି ତାଙ୍କର ପ୍ରଥମ କବିତା। ଏଥିରେ 55ଟି କବିତା ସଂକଳନ ଅଛି। ଲେଖିବା ପଏଣ୍ଟ ହଉଛି ପୁଷ୍ପମାଳା ରଚନା ସମୟ 94 ମସିହା 1894। ଏଠି ଅଛି କେତୋଟି କବିତା ନା 55ଟି କବିତାକୁ ନେଇକି ଏଇଟା ଗୋଟେ ସଂକଳନ। ସେଠି କଣ କଣ ଅଛି? କାହିଁ ଛନ୍ତି ବନ୍ଧୁ ମୋର କିଏ ଦେବ କହି। ଏଇଟା କ୍ୱେଶ୍ଚିନ୍ ଆସିଥିଲା। ଏଇଟା କାହା ଉପରେ ରଚନା କରାଯାଇଛି? ତାଙ୍କର ପତ୍ନୀ ଯେତେବେଳେ ବିୟୋଗ ହୋଇଛନ୍ତି ସେତେବେଳେ ସେ କରୁଣ ହୃଦୟରେ ଲେଖୁଛନ୍ତି କାହିଁ ଛନ୍ତି ବନ୍ଧୁ ମୋର କିଏ ଦେବ କହି ହେଲା। ତାପରେ ଫକୀର ମୋହନ ଲେଖୁଛନ୍ତି ପୁଣି କି ଦେଖିବି ସେଇ ସାହାସ୍ୟ ବଦନ, ହସି ହସି ଗଲା ମତେ କନ୍ଦାଇ କନ୍ଦାଇ, ସାହାଡ ଗଛର କ୍ରନ୍ଦନ ମୋ କ୍ଷୁଦ୍ର ତାରା। ଯାହାକି ପତ୍ନୀ ବିୟୋଗ ଜନକ କରୁଣ ନିବିଡ଼ ଉଚ୍ଛ୍ୱାସ। ଆମେ ଯେତେବେଳେ ନେଟ୍ ଦେଇଥିଲୁ ସେତେବେଳେ କ୍ୱେଶ୍ଚିନ୍ ଏଇଟା ଆସିଥିଲା, ସାହାରା ଗଛର କ୍ରନ୍ଦନ, ହସି ହସି ଗଲା ମତେ କନ୍ଦାଇ କନ୍ଦାଇ। ଏଇ ଦୁଇଟି ରଚନା କରିବାର ମୂଳ ଉଦ୍ଦେଶ୍ୟ କଣ ଥିଲା? ଏଠି କେଉଁ ଭାବ ଦେଖା ଦେଇଛି? 4ଟି ଅପସନ ମଧ୍ୟରୁ ପତ୍ନୀ ବିୟୋଗ ପୁତ୍ର ବିୟୋଗର ଥିଲା। ଆମେ ସେଇଟା ଠିକ କରିଥିଲୁ। ବିଭୁବଧ ପ୍ରେମ, ମାନବ ବନ୍ଦନା, ଜାତୀୟତା, ପ୍ରକୃତି ପ୍ରୀତି, ମୂର୍ତ୍ତିବୋଧ, ନାରୀ ଧର୍ମ, ଏଇ ସବୁକୁ ନେଇକି ସେ ବିଭିନ୍ନ ପ୍ରକାର ପୁସ୍ତକରେ ତାଙ୍କର ଚିନ୍ତାଧାରାକୁ ସ୍ଥାନ ଦେଇଛନ୍ତି। ତାପରେ ଉପହାର 1895 ମସିହା ବା 94 ବୋଲି କହିଲେ ବି ହବ। ଏଇ ମସିହା ବେଳକୁ ପତ୍ନୀ ବିୟୋଗ ଜନିତ ହୃଦୟର କରୁଣ ଭାବକୁ ନେଇକି ଗୋଟେ ରଚନା କରୁଛନ୍ତି, ଯୋଉଠି କି 196ଟି କବିତା ସ୍ଥାନ ପାଉଛି। ଲେଖି ରଖ ଏଇଠି। ପ୍ରଥମେ ଆମେ ଦେଖିଲେ କେତୋଟି ସ୍ଥାନ ପାଉଛି? 55ଟି ପୁଷ୍ପମାଳାରେ। ତାପରେ ଉପହାର ଯୋଉ ଅଛି, ଉପହାର ସେଇଠି ସ୍ଥାନ ପାଉଛି 196ଟି କବିତା। ଛୋଟ ଛୋଟ କବିତା ହଉଛି ବଡ ବଡ 196ଟି। ଆମେ ଦେଖିଥିଲୁ ଲକ୍ଷ୍ମୀକାନ୍ତ ମହାପାତ୍ର କାନ୍ତ କବି, ତାଙ୍କର କବିତା ପୁସ୍ତକ ସଂକଳନକୁ ପଢୁଥିଲୁ ତଥା ତାଙ୍କର ଛାଡ ରମାକାନ୍ତକୁ ଯଦି ନହେଲେ ସୀତାକାନ୍ତକୁ ଦେଖାଯାଉ, ସେମାନଙ୍କର ଯଦି କବିତା ସଂକଳନକୁ ଦେଖାଯାଏ ସେ ଛୋଟ ଛୋଟ କରି ଏତେ କବିତା ଲେଖିଛନ୍ତି। ତାଙ୍କୁ ବି ଯଦି ସେ କବିତା ପଚାରାଯାଏ ତାହେଲେ ସେ ବି ବେଳେ ବେଳେ କହିଦେବେ କଣ ମୁଁ ଏ କବିତା ଲେଖିଥିଲି। ଯଦି ସୀତାକାନ୍ତଙ୍କ କବିତା ଗୋଟେ ପଢିବ, ସେସବୁ ଗୋଟେ ସେ କବିତା ଆମେ ପଢିଥିଲୁ, ସେଇଟା ବକ୍ତବ୍ୟ ଦଉଛନ୍ତି ନା ଗପ ଲେଖିଲା ଭଳି ଲେଖିଛନ୍ତି ନା କବିତା ଲେଖିଛନ୍ତି। ଅମିତ୍ରାକ୍ଷର ଛନ୍ଦ ବି ନାହିଁ ସେଠି। ଅମିତ୍ରାକ୍ଷର ଛନ୍ଦ ତ ଛାଡ, ଯାହା ଗଦ୍ୟ ପଦ୍ୟ ସବୁ ରଚନା ଅଛି। ଆମେ ଭାବୁ ଏଇଟା କବିତା କହିବା ନା ଆକୁ କାବ୍ୟ କହିବା ନା ଆକୁ ଗଳ୍ପ କହିବା ନା ଆକୁ ଛୋଟ ପ୍ରବନ୍ଧ କହିବା ନା ଆକୁ ଚିନ୍ତାଧାରା କହିପାରିବା, ଯାହାର ସଂଜ୍ଞା ନାହିଁ।
ହେଲା। ତ କବିତା ହିଁ ହଉଛି କବିର ମାନସ ନନ୍ଦିନୀ ହେଲା। ସେମିତି କୁହାଯାଏ କବିତା ତମେ ଯେମିତି ଲେଖୁଛ ଲେଖ, ସେଠି ତ ଭାବନା ରହିବା ଆବଶ୍ୟକ। ତମ କବି କଣ କହିବାକୁ ଚାହୁଁଛ ସେ ଚିନ୍ତାଧାରା ତ ରହିବା ଆବଶ୍ୟକ। ସେଇଟା ହିଁ କବିତା ହେଇଯାଏ ପରବର୍ତ୍ତୀ ସମୟରେ। ଆଉ ବର୍ତ୍ତମାନ ତ କବିତା କବିତା ମଧ୍ୟରେ ହିଁ ସୀମିତ। ଅବସର ବାସରେ 1809 ମସିହା ମାନସିକ ଯନ୍ତ୍ରଣା ସମୟର ସେ ଏଇ ଲେଖୁଛନ୍ତି ଏଇ ବିଷୟରେ। କବି କହୁଛନ୍ତି ପୀଡ଼ା ଜନିତ ଯନ୍ତ୍ରଣା ବା ଅନ୍ୟ ପ୍ରକାର ବିପକ୍ତାର୍ଥ ବା ଯାହା ତାଙ୍କର ବିପଦ ଥିଲା ସେଇ ସବୁ ଦେହରୁ ଚିତ୍ତ ବସନ ହୋଇ ପଡ଼ିଲେ ଶାନ୍ତି ଧୈର୍ଯ୍ୟ ମିଳିଥାଏ। ତାଙ୍କ କବିତା ତାଙ୍କ ଗ୍ରନ୍ଥରେ ମନୋନିବେଶ ହୁଏ। ଯାହା କିଛି ଦୃଷ୍ଟିଗୋଚର ଆସେ ସେଇ ସବୁ ଭାବ ମନରେ ଉଦୟ ହୁଏ। ପରବର୍ତ୍ତୀ ସମୟରେ ତାକୁ କବିତାରେ ଚିତ୍ର ଅଙ୍କାଯାଏ। ଏଇ ପୁସ୍ତକରେ ଅଛି 196ଟି ଗୀତି କବିତା ସଂକଳନ ହେଲା। ଦାର୍ଶନିକ, ଐତିହାସିକ, ପୌରାଣିକ, ଜୀବନ ଚରିତ୍ର, ମନସ୍ତତ୍ଵ ସମ୍ବନ୍ଧୀୟ ଏବଂ ସାମାଜିକ ପ୍ରସଙ୍ଗର କେତେ ଗୁଡ଼ିଏ କବିତାକୁ ନେଇକି ଏଠାରେ ସଂକଳନ କରାଯାଇଛି ହେଲା। ତାପରେ ଲେଖ ଭଗବତ ଭାବକୁ ନେଇକି 20ଟି କବିତା ଏଠି ଅଛି। କୋଉଠି ନା ଅବସର ବାସରେ। ତାପରେ ପଏଣ୍ଟ ଆସୁଛି ଗୋଟେ କବିତା ଦେଶୀ ସାହିତ୍ୟ ଯେ ବଣିଜ କଲା ଜାଣିଥିବ ସେଠି ଲୋକଟି ମଲା। ତାପରେ ସେ କହୁଛନ୍ତି ଏଠି ଏଇଟା କୁହାଯାଉଛି ଏଥିର ଭାବ କଣ। ଆଉ ଗୋଟେ କବିତା ଥିଲା ଦେଖୁଛି ସଂସାରରେ ବସିଛି ହାଟ ଯିବା ପାଇଁ ମତେ ନ ମିଳେ ବାଟ ନା ଏମିତି କଣ ଗୋଟେ କବିତା ଥିଲା। ମୁଁ ହାଟ ବାହୁଡା ବୋଲି ଗୋଟେ ଅଛି, ଏଇଟା ଗୋଟେ ପଙ୍କ୍ତି ଆସିଛି ଯାହା ଦେଖିଲି ସଂସାରରେ ବସିଛି ହାଟ ହାଟ ବାହୁଡାକୁ ନ ମିଳେ ବାଟ ଏମିତି କିଛି କଣ ଦୋକାନ ବସିଛି ଧାଡିକି ଧାଡି ଲୋକ ହୋଇଛନ୍ତି ଗହଳି କେତେ ଏମିତି ଗୋଟେ କଣ ପଙ୍କ୍ତି ଥିଲା ମନେ ପଡୁନି ଠିକ ସେ। ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିଥିଲା ଏଇ କବିତାଟି କାହାର ଏମିତି ହିଁ ପଚାରେ। ନହେଲେ ଏବେ ପଚାରି ପାରିବ ମୋ ହାଟ ବାହୁଡା କବିତା କାହାର। ତମକୁ ଏବେ ପଚାରି ଦେଇପାରିବ ପୁଷ୍ପମାଳା କବିତାରେ କେତୋଟି କବିତା ଅଛି, କ୍ୱେଶ୍ଚିନ୍ ଏମିତି ଆସେ। ଆଉ ଏମିତି ଆସେନି ପୁଷ୍ପମାଳା କବିତା କାହାର, କମନ ହେଇଯିବ। ବୋଧବତାର କାବ୍ୟ ଏଇଟା ମନେ ପଡୁଛି ବୋଧବତାର କାବ୍ୟ ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିଥିଲା। ନିମ୍ନଲିଖିତ କେଉଁ କବିତାଟି କେଉଁ କାବ୍ୟଟି ଏକ ବୌଦ୍ଧ ଯୁଗୀୟ ଚିନ୍ତାଧାରା ଉପରେ ରଚନା ହେଇଛି। ସେଥିମଧ୍ୟରେ କ୍ୱେଶ୍ଚିନ୍ ଥିଲା ଏଇ ଗୋଟେ ବୋଧବତାର କାବ୍ୟଟି ଥିଲା। ପୁଣି ଗୋଟେ ଥିଲା ସୁରେଶ ବାନ୍ଧଙ୍କର ଗୋଟେ ମନେ ପଡୁଛି 3ଟି ରଡି ହେଇଥିଲା କଣ ସେ କହନ୍ତି ଉପନ୍ୟାସଟା ଆଜୀବକ ରସହାସ୍ୟ ଏଇଟା ମଧ୍ୟ ଗୋଟେ ଥିଲା। ବୌଦ୍ଧବତାର ଚିନ୍ତାଧାରାକୁ ନେଇକି ରଚନା ହେଇଛି 2ଟି, ଗୋଟେ ଉପନ୍ୟାସରେ ମଧ୍ୟ ଅଛି, ଗୋଟେ କାବ୍ୟ ଦେଖାଯାଏ। ଫକୀର ମୋହନଙ୍କର ଏଇ କାବ୍ୟ ବୋଧବତାର କାବ୍ୟ ଯାହାକି ବଙ୍ଗୀୟ କବି ନବୀନ ଚନ୍ଦ୍ର ସେନଙ୍କର ଅମିତାଭ କାବ୍ୟ ଅବଲମ୍ବନରେ ରଚନା କରାଯାଇଛି। ଏଇଟା ଲେଖ ପଏଣ୍ଟ। ଜୀବନର ପରିଣତ ବୟସରେ ମାତ୍ର 42 ଦିନ ମଧ୍ୟରେ ସେ କଣ କରିଛନ୍ତି ଆଧ୍ୟାତ୍ମିକ ବିମଳାନନ୍ଦ ପାଇଁ ଏଇ କାବ୍ୟଟି ରଚନା କରିଥିଲେ। ଯେତେବେଳେ ସେ ମରୁଛନ୍ତି ମରିବାର 42 ଦିନ ମଧ୍ୟରେ ସେ ବଙ୍ଗୀୟ କବି ନବୀନ ଚନ୍ଦ୍ର ସେନଙ୍କର ଅମିତାଭ କାବ୍ୟ ଅମିତାଭ ବଚ୍ଚନ ଅମିତାଭ ବୋଲି ଗୋଟେ କାବ୍ୟ ଥିଲା ବଙ୍ଗୀୟ କବି ନବୀନ ଚନ୍ଦ୍ର ସେନଙ୍କ, ସେଇ କାବ୍ୟକୁ ଅନୁସରଣ କରି ବୋଧବତାର କାବ୍ୟ ନାଁ ଦେଇକି ଗୋଟେ ଲେଖୁଛନ୍ତି ରଚନା, ଯାହାକି 1912ରେ ମୃତ୍ୟୁ ହଉଛି କେବେ 1819 ମସିହା ପାଖକୁ କହିବାକୁ ଗଲେ ଠିକ ହବ ହେଲା। ସେଇ ପରେ ପରେ ଯାହାକି 42 ମସିହା ବେଳକୁ ରଚନା କରି 42 ଦିନ ମଧ୍ୟରେ ରଚନା କରୁଛନ୍ତି। ଏଇଟା ଗୋଟେ ମାନେ ପ୍ରକୃଷ୍ଟ ଉଦାହରଣ ସଜେଇ ଦେଇଛନ୍ତି। ନବୀନ ଚନ୍ଦ୍ର କୃଷ୍ଣ ଖ୍ରୀଷ୍ଟ ବୁଦ୍ଧ ଏବଂ ଚୈତନ୍ୟଙ୍କ ଲୀଳାକୁ ନେଇକି ରଚନା କରିଥିଲେ କଣ ନା ଅମିତାଭ କାବ୍ୟ। ଅମିତାଭ କାବ୍ୟଟି ଯୋଉ ବଙ୍ଗାଳୀ କାବ୍ୟଟି ସେଟା କଣ ରଚନା ହେଇଥିଲା ନା ନବୀନ ଚନ୍ଦ୍ର ଯୋଉ ରଚନା କଲେ ସେଠି କୃଷ୍ଣଙ୍କୁ ଆଖ୍ୟା ଦେଲେ, ଖ୍ରୀଷ୍ଟଙ୍କୁ ସ୍ଥାନ ଦେଲେ, ବୁଦ୍ଧଙ୍କୁ ସ୍ଥାନ ଦେଲେ, ଶ୍ରୀ ଚୈତନ୍ୟଙ୍କୁ ସ୍ଥାନ ଦେଲେ। ଏମାନଙ୍କର ସ୍ଥାନ ଏମାନଙ୍କର ଲୀଳା ବର୍ଣ୍ଣନା କରିଛନ୍ତି ସେଇ କାବ୍ୟରେ। ତାହାକୁ ସେ କଣ କରୁଛନ୍ତି ଫକୀର ମୋହନ ତାଙ୍କ କାବ୍ୟରେ କାହାକୁ କାହାକୁ ସ୍ଥାନ ଦଉଛନ୍ତି ନା କୃଷ୍ଣ ଖ୍ରୀଷ୍ଟ ଚୈତନ୍ୟକୁ ବାଦ ଦେଇ ଅନ୍ୟ ଅଂଶକୁ ସେ ସ୍ଥାନ ଦଉଛନ୍ତି। ମୁଖ୍ୟ ଭାବେ ବୁଦ୍ଧ ଦେବଙ୍କୁ ସେ ବର୍ଣ୍ଣନା କରୁଛନ୍ତି। 19ଟି ସର୍ଗରେ ଏଇ କାବ୍ୟଟି ରଚନା ହେଇଛି। କୋଉଟା ବୋଧବତାର କାବ୍ୟ 1912ରେ ରଚନା ହଉଛି। 19ଟି ସର୍ଗକୁ ନେଇକି ରଚନା ହଉଛି। ଏଥିରେ ବିଷୟ କଣ ବୁଦ୍ଧଙ୍କ ଜନ୍ମ, କୋଷ୍ଠୀ ଗଣନା, ଫଳୋତ୍ସବ, ବୁଦ୍ଧଙ୍କର ବାଲ୍ୟ ଜୀବନ,
ଏବଂ ବୁଦ୍ଧଦେବଙ୍କର ବିବାହ, ପାପତାପ, ଦୁଃଖ, ଯନ୍ତ୍ରଣା କ୍ଲିଷ୍ଟ ଇତ୍ୟାଦି ଇତ୍ୟାଦି। ତାଙ୍କ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ କହିବାକୁ ଗଲେ ହବ। ମୃତ୍ୟୁ ସମ୍ପର୍କୀୟ ମାନସିକ ସଙ୍କଟ କଣ ଥିଲା, ସନ୍ନ୍ୟାସ ଅବଲମ୍ବନ କଣ ପାଇଁ ହେଲେ, ଗୃହ ତ୍ୟାଗ କାହିଁକି କଲେ, ମାଙ୍କର ଶୋକ କଣ ଥିଲା, ମୁନି ମାନଙ୍କର ଆଶ୍ରମରେ କେମିତି ରହିଲେ, ତପସ୍ୟା ସିଦ୍ଧି କେମିତି ପ୍ରାପ୍ତ ହେଲେ, ନିଜ ଗୃହକୁ ପୁନଃଆଗମନ କେମିତି ହେଲେ, ପତ୍ନୀ ପୁତ୍ରର ପୁନର୍ମିଳନ ପୁଣି କେମିତି ହେଲା ଶେଷରେ, ଇତ୍ୟାଦି ଇତ୍ୟାଦି ବିଷୟ ରହିଥିଲା। ଆମେ ନାଁରୁ ମଧ୍ୟ ଜାଣିପାରୁ ଯେ ବୌଦ୍ଧବତାର କାବ୍ୟ କହିଲେ ଏଇଟା ବୁଦ୍ଧ ଯୁଗର କାବ୍ୟ। ତମମାନଙ୍କୁ କ୍ୱେଶ୍ଚିନ୍ ଥିଲା ଆଜୀବକର ଅଟ୍ଟହାସ୍ୟରେ ଆଜୀବକ କିଏ? ଆଜୀବକର ଅଟ୍ଟହାସ୍ୟ, ଏଠି ଆଜୀବକ କାହାକୁ କୁହାଯାଏ କିଏ କହିପାରିବ? ଆଜୀବକ ନାୟକ। କ୍ଲିଅରରେ କୁହ। ଭୁଲ ହଉ ଠିକ ହଉ କହିବା ଜରୁରୀ। ଯୋଉମାନେ କହୁନ ମୁଁ ଭାବିବି ସେମାନେ ଓଡିଆ ନୁହଁ। କୁହ ଆଜୀବକ କହିଲେ କଣ ବୁଝ? କଣ ସମସ୍ତେ ଚୁପ? ସାର୍ ମୁଁ କହୁଛି ଆଜୀବକ ସେ ନାୟକର ନାଁ। ଆଚ୍ଛା, ଜଣଙ୍କ ମତ ଆସିଲା ନାୟକର ନାଁ। ଆଉ କିଏ କହିପାରିବ? ଓଡିଆ ସାହିତ୍ୟରେ କହିଦେବା ସହଜ ନା। କିଛି ପୁସ୍ତକକୁ ନେଇକି ଯଦି ରଚନା ହେଇଛି ପୁସ୍ତକର ନାମକରଣ ବାହାରି ପଡେ, ଆମେ ତ ଜାଣିବା କଥା ନାୟିକା ନାୟକଙ୍କ ନାଁ ନେଇକି ରଚନା ହେଇଥାଏ। ଏଇଟା ଲାବଣ୍ୟବତୀ କାବ୍ୟ ନୁହଁ ଯେ ତମେ କହିଦବ ଲାବଣ୍ୟବତୀ ହେଉଛି ଲାବଣ୍ୟବତୀ ଗୋଟେ ନାୟିକା ସୁନ୍ଦରୀ ତରୁଣୀ, ସେମିତି କହିଦେଲ। ଆଜୀବକ ହେଉଛି ଶୁଣିବାକୁ ତ ପୁରୁଷ କେନ୍ଦ୍ରିକ ଗୋଟେ ନାଁଟି, ତ ନାୟକ ହେଇଥିବ। କୁହ ଆଉ କିଏ କିଛି? ଆରେ କିଏ ନାୟିକା ବୋଲି କୁହ, ଆଜୀବକ ହଉଛି ଗୋଟେ ନାୟିକା, ମତେ ଶୁଣିବାକୁ ପସନ୍ଦ ଲାଗିବ। ଜଗା, ଆଜୀବକ ଏଠି କିଏ? ସୁଜାତା, ଜ୍ୟୋତି, ଯଦି ଏଇ କ୍ୱେଶ୍ଚିନ୍ ନେଟ୍ ଆସିଲା ତାହେଲେ କଣ ଲେଖିଦବ? ଆଜୀବକ କିଏ ଜାଣେ? କ୍ୱେଶ୍ଚିନ୍ ଟା ବାଜୁ ବାଜୁ ବାଜିଯିବ ଯଦି ନେଟ୍ ରେ। ଆଜୀବକ କାହାକୁ ବୁଝେଇବା? ଏଠି ଯୋଉ କହୁଛନ୍ତି ଆଜୀବକର ଅଟ୍ଟହାସ୍ୟ, କିଏ ସେ ଆଜୀବକ? ମନେ ନାହିଁ। ହଉ, ଏଠି ଆଜୀବକ ହଉଛି ବୌଦ୍ଧ ଧର୍ମର ଗୋଟେ ସମ୍ପ୍ରଦାୟ ଗୋଷ୍ଠୀଙ୍କର ନାଁ, ନାୟକର ନାଁ ନୁହଁ। ବୌଦ୍ଧ ଧର୍ମ ଗୋଷ୍ଠୀ, ଯାହାକି ବୌଦ୍ଧ ଧର୍ମ ଗୋଷ୍ଠୀ କହିବାକୁ ଗଲେ କଣ ନା, ଯୋଉମାନେ ବୌଦ୍ଧ ଧର୍ମକୁ ବିରୋଧ କରନ୍ତି, ଆଜୀବକ। ବୁଝିପାରିଲ? ବୌଦ୍ଧ ଧର୍ମର ଯୋଉ ଭିକ୍ଷୁକ ଥାନ୍ତି ତାଙ୍କୁ ଯୋଉମାନେ ବିରୋଧ କରନ୍ତି ସେଇ ଗୋଷ୍ଠୀର ନାଁ ହଉଛି ଆଜୀବକ। ତ ଅଟ୍ଟହାସ୍ୟ 3 ଥର ଏଠି ଆଜୀବକ ହସିଛି। ବୌଦ୍ଧ ଧର୍ମ ଉପରେ 3 ଥର ଆଜୀବକ ହସିଛି ବିରୋଧ କଲା ଭଳି। ସେଇଟା କ୍ୱେଶ୍ଚିନ୍ ଆସିଥିଲା, ଆଜୀବକର ଅଟ୍ଟହାସ୍ୟରେ ଆଜୀବକ କେତେ ଥର ହସିଛି? ଇଣ୍ଟରଭ୍ୟୁ କ୍ୱେଶ୍ଚିନ୍ ଯେମିତି ଆସେ ତମେ ଲେଖିଦବ 5, 6, 7, 8, 9 ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏଇଗୁলো ତ ବହୁତ ଗୁଡେ ଅସଂଖ୍ୟ ନାଁ ଅଛି, ଲେଖିଦବ ଯେତେ ଥର ହସିଲେ। ଜୀବନରେ ଜଣେ କେତେ ଥର ହସେ? ଏମିତି ଯଦି କ୍ୱେଶ୍ଚିନ୍ କରାଯିବ ଜୀବନରେ ଜଣେ କେତେ ଥର ହସେ? ଛାଡ଼। ପୂଜା ଫୁଲ, ପୂଜା ପାଇଁ ଫୁଲଟିଏ ନୁହଁ, ପୂଜା ଫୁଲ ହେଲା। ପୂଜା ଫୁଲ 26ଟି ଗୀତି କବିତାର ସମାହାର। ଏଥିରେ ମଧ୍ୟ ଅଛି ଜନ୍ମଭୂମି ପ୍ରୀତି, ବିଭୁବଧ, ମାନବ ବନ୍ଦନା ଏବଂ ନିଜ ହାତରେ ତିଆରି ଶାନ୍ତି କାନନର ମୁଗ୍ଧ ବର୍ଣ୍ଣନା। କହିବାର କାରଣ ଏଥିରେ ସେ ତାଙ୍କର ଜନ୍ମଭୂମି ପ୍ରତି କେମିତି ଭଲ ପାଇବା ଦେଖାଉଛନ୍ତି। ବିଭୁବଧ ମାନେ ଈଶ୍ୱରଙ୍କର ସାନ୍ନିଧ୍ୟ କେମିତି ପ୍ରାପ୍ତ ହେବା ସେ କଥା କହୁଛନ୍ତି। ମାନବ ବନ୍ଦନା କରୁଛନ୍ତି, ପ୍ରତ୍ୟେକ ମାନବକୁ ଏଠି ବନ୍ଦନା କରାଯାଉନି। ଏଠି ମାନବ ବନ୍ଦନା କହିଲେ ଉଚ୍ଚ ମାନବ ବିଶିଷ୍ଟ ଯୋଉମାନେ ଉଚ୍ଚ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସବୁ ବନ୍ଦନା କରାଯାଉଛି ହେଲା। ଏଥିରେ ସେ କଣ କରୁଛନ୍ତି ନା 26ଟି କବିତାକୁ ସ୍ଥାନ ଦଉଛନ୍ତି। ତାପରେ ଆସିଲା ଧୂଳି। ଏଠି 32ଟି ଚତୁର୍ଦଶୀପଦୀ କବିତାର ସଂକଳନ। ଚତୁର୍ଦଶୀପଦୀ କହିଲେ କହିଲେ କଣ ବୁଝ? ଆମେ ଆକୁ ଇଂଲିଶ ରେ କଣ କହୁଛେ? ଚତୁର୍ଦଶ ସୁବିଧା ସନେଟ। ହଁ କଣ କହୁଛେ? ସନେଟ, ସନେଟ। ଆଉ ଗୋଟେ କ୍ୱେଶ୍ଚିନ୍ ନହେଲେ ହେଇପାରୁ ତମ ପାଇଁ, ଲାଳିକା। ସନେଟ କହୁଛେ ନହେଲେ ଛାଡ ଏତେ ମୁଁ କହୁନି। ସେମିତି ଗୋଟେ କୁହ ବକ୍ରୋକ୍ତି କାହାକୁ କହିବା? ଆର ଆଚାର୍ଯ୍ୟ କିଏ? ସୁଜାତା କୁହ ବକ୍ରୋକ୍ତି କାହାକୁ କହିବା?
सर जो जो कथाटा माने जो लोक कथा बा जो पंक्तिटा लो- दुई अर्थबोधक कथाକୁ ବୁଝାଇଥାଏ ବା ଅର୍ଥକୁ ବୁଝାଇଥାଏ ତାହାକୁ ବକ୍ରୋକ୍ତି କୁହାଯାଏ ମାନେ ବଙ୍କେଇକି ନା କୁହାଯାଇଥାଏ। ସାର୍ ଗୋଟେ କଥାକୁ ସିଧା ନ କହି ବୁଲେଇ କହିବା। ହୁଁ ଆଚାର୍ଯ୍ୟ ପ୍ରବକ୍ତା ଆଚାର୍ଯ୍ୟ କୁନ୍ତକ। ଆଚାର୍ଯ୍ୟ କୁନ୍ତକ। ଠିକ ଅଛି। ଔଚିତ୍ୟ କଣ? ଔଚିତ୍ୟ ନା ଏଟା ପ୍ରଥମ ଥର ଶୁଣୁଛ? ଔଚିତ୍ୟ ଯାହା କଣ? ଉଚିତ ଯାହା ଗୋଟେ ଉଚିତ ଜାଗା ସାର୍ ଯାହା ଔଚିତ୍ୟ ଯାହା ଉଚିତ। ପ୍ରଜ୍ଞା ଔଚିତ୍ୟ କଣ? ପ୍ରଜ୍ଞା ପଲ୍ଲବୀ ରାଜେନ୍ଦ୍ର ରୁହ ମୁଁ ତମକୁ ପଚାରିବି। ପ୍ରଜ୍ଞା ପଲ୍ଲବୀ ଔଚିତ୍ୟ କଣ ତମେ କୁହ। ହଉ ସୁଜାତା କୁହ ଦେଖି। ଆଶ୍ଚର୍ଯ୍ୟ କଣ ଭଏସ ଯାଉନି ନା ତା ପାଖକୁ ସେ କହିବାକୁ ଚାହୁଁଛି ସେଇଟା ହିଁ କୁହ, ଆସୁନି ବୋଲି ନାହିଁ। ମୁଁ ଜାଣି ମନେ ନାହିଁ। ହଉ କୁହ ରାଜେନ୍ଦ୍ର କଣ କହୁଥିଲ? ସାର୍ ଗୋଟିଏ ବାକ୍ୟରେ ଯୋଉ ଅର୍ଥ ପ୍ରକାଶ କରିବା କଥା ସେ ଅର୍ଥ ଯଦି ପ୍ରକାଶ ନ କରେ ହୁଁ। ତାକୁ ଔଚିତ୍ୟ କୁହାଯାଏ। ଉଦାହରଣ ଟିକେ ପାଖାପାଖି କହିଛ କିନ୍ତୁ ଆଉ ଟିକେ ଭଲସେ କହିବାର ଥିଲା। ଜଗା ଗାଈ ତମେ କୁହ ଘାସ ଦେଖି କଣ କଣ? ଗାଈ ଘାସ ଖାଏ। ଆଚ୍ଛା ଜଗା ତମେ କୁହ ଦେଖି କଣ ଜାଣିବ? ନାଇଁ ସାର୍। ମୁଁ ଗୋଟେ କବିତାର ପଂକ୍ତି କହୁଛି, କହିବ ସେଇଟା କୋଉଠୁ ଆସିଛି। ହୁଁ କବିତାର ପଂକ୍ତି ହଉଛି, ତମକୁ ଶୁଣିବାକୁ ଠିକ ଲାଗୁଛି ନା ସେଇଟା କହିବ ନା ଏଇଟା ପଂକ୍ତିଟି କାହାର କହିବ ପ୍ରଥମେ। ଆଗ ମୁଁ କହିଦଉଛି ପଂକ୍ତିରେ ଓଲଟା ଓଲଟା କରିକି। କଣ ନା ଲିଭି ଯାଉ ମୋର ହାତର ସିନ୍ଦୁର। ଶୁଣ, ଲିଭି ଯାଉ ମୋର ହାତର ସିନ୍ଦୁର, ଭାଙ୍ଗି ଯାଉ ମୋ ମଥାର ଚୁଡ଼ି, ଛିଡ଼ି ଯାଉ ମୋ ପାଦର ମଙ୍ଗଳସୂତ୍ର। ଠିକ ଲାଗୁଛି ଶୁଣିବାକୁ? କାହାକୁ ଠିକ ଲାଗୁଛି ସହମତ କିଏ? ଠିକ ନାଇଁ ସାର୍ ଭୁଲ। କହିଲି କି? ଯାତ୍ରା ଡାଇଲଗ ଏଇଟା ନୁହଁ। ପରବର୍ତ୍ତୀ ସମୟରେ ଏଇଟା ଯାତ୍ରା ଡାଇଲଗକୁ କପି କରାଯାଉଛି, କିନ୍ତୁ ଏଇଟା ହଉଛି ମୂଳ ରଚନା ହଉଛି କଣ ନା ଭାଙ୍ଗି ଯାଉ ମୋ ହାତର କଙ୍କଣ, ଲିଭି ଯାଉ ମୋ ମଥାର ସିନ୍ଦୁର, କଣ ନା ପୋଛି ଦିଅ ମୋ ମଥାର ସିନ୍ଦୁର, ଏମିତି କିଛି ପଂକ୍ତି ଅଛି। ପୋଛି ଦିଅ ମୋ ମଥାର ସିନ୍ଦୁର, ଭାଙ୍ଗି ନିଅ ମୋ ହାତର ଚୁଡ଼ି, କରିଦିଅ ଲୋକ, ଏମିତି କିଛି ଥିଲା। ଏଇଟା ହଉଛି ଅମାବାସ୍ୟାର ଚନ୍ଦ୍ରରୁ ପଂକ୍ତିଟା ଆଣୁଛି ମୁଁ। ଏଠି ଯୋଉ ଔଚିତ୍ୟ ଦେଖିବାକୁ ତମକୁ ମୁଁ କହିଲି, ଏଇ ଔଚିତ୍ୟ କ୍ଷେତ୍ର କହିବାର କାରଣ ଥିଲା ଯୋଉଠି ଯାହା କହିବା ଉଚିତ ଗୋଟେ ବାକ୍ୟରେ କହିବ, ଯଦି ସେଠି ତମେ ଯଥାଯୋଗ୍ୟ ୱାର୍ଡ ବ୍ୟବହାର ନ କରିକି ତାଙ୍କୁ ସମ୍ବୋଧନ ଠିକ ଠାକ ନ କରିକି କହିବ, ଯୋଉଠି ଯାହା ଶୋଭା ପାଇବ ସେମିତି ଶୋଭା ନ କରିକି କହିବ, ଯେମିତି ହାତରେ କଙ୍କଣ ଶୋଭା ପାଇବ ମଥାରେ ନୁହଁ। ମଙ୍ଗଳସୂତ୍ର ତମ ବେକରେ ଶୋଭା ପାଏ ନା ପାଦରେ? ଯଦି କୁହାଯିବ ପାଦର ପାଉଁଜି ଆଣିକି ତମେ ମଥାରେ ପିନ୍ଧିବ, ଏଇଟା କଣ ଯଥାଯୋଗ୍ୟ? ତାହେଲେ ଆମେ କହିପାରିବା ଗୀତ ଗୋବିନ୍ଦରେ ରାଧାଙ୍କ ପାଦ କଣ କୃଷ୍ଣଙ୍କ ମଥାରେ ଶୋଭା ପାଇବ? ସେଇଟାକୁ ତ ସେ ଭାବିଲେ ନା ମୁଁ ଏଇ ଔଚିତ୍ୟକୁ ଏଠି ସ୍ଥାନ ଦେଇପାରିବିନି, ସେଇଟା ହିଁ ତ କହିକି ଗୀତ ଗୋବିନ୍ଦ ଲେଖିବା ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀକୃଷ୍ଣ ନିଜେ ହିଁ ଆସି ଗୀତ ଗୋବିନ୍ଦ ଲେଖିଦେଇକି ପଳେଇଲେ। କଣ ତାହେଲେ ଏଠି ଔଚିତ୍ୟ ଠିକ ଅଛି ବୋଲି କହିବା ନା ନାଇଁ? ସେ ବୁଝିପାରିଲ ଔଚିତ୍ୟ କଣ? ଔଚିତ୍ୟ ଆରେ ହଁ ନା ନାଇଁ ରେ ଆନ୍ସର ଦିଅ, ନହେଲେ ମୁଁ ଚାଲିଲି। ଆଜ୍ଞା। ସାର୍ ଏଇଟା କହିବା ଭୁଲ ହବନି ସାର୍, ଯାହା ଉଚିତ ସେଇଟା ଔଚିତ୍ୟ ନୁହଁ। ହଁ ବାବା, ଯାହା ଉଚିତ ସେଇଟା ଔଚିତ୍ୟ। ତମେ ବୁଝିବ କିପରି? ମୁଁ କହିଲି ଶ୍ରୀକୃଷ୍ଣ ଆଉ ଏବେ କଣ କହିବାକୁ, ଆଉଥରେ ଔଚିତ୍ୟଟା ବୁଝେଇବେ। ଆରେ ହଁ ହଁ ଠିକ ଅଛି ଠିକ ଅଛି, ତମ ଲାଙ୍ଗୁଏଜରେ ଯାହା କହିବା ଉଚିତ ତାହା ଔଚିତ୍ୟ। କିନ୍ତୁ ଆଉ ଟିକେ ବିଶ୍ଳେଷଣ, ମୁଁ ତ କହିଲି ନା ପାଖାପାଖି କହିଲ ବୋଲି। ଔଚିତ୍ୟର ପ୍ରବକ୍ତା କିଏ? କ୍ଷେମେନ୍ଦ୍ର। ଔଚିତ୍ୟର କ୍ଷେମେନ୍ଦ୍ର।
अर्थात औचित्य हूँ ताहा गोटे वाक्य संबोधन कले जहाँ यथार्थ लगे जहाँ कहवा उचित ताहा हूँ कथा योग्य जहाँ कह जाए ताहा हूँ औचित्य शोभावर्धनकारी किसी काव्य को यदि संबोधन कराए ताहा जेमितिक आम राम एवं सीतांकर प्रथम देखारे से जहाँ कथबार्ता हे कौन तूता है कथा है तुम क्या प्रथम देखा तूता ना कौन कह तमें जमी छात्र गुड़िक मत तू कहीकि संबोधन कर तू सार एमती कह ठीक हम जमी कहवा उचित से ही उचित जहाँ व्यवहार करा उचित जनक पक्षरे तुम जहाँ व्यवहार कर सुजाता क्या पाश्चे पाश्चे तो साहित्य तत्व ताल जाइए देख क्या उचित विषय पाश्च्य पाश्चात्य साहित्य तत्व को देख से पाइब आज्ञा आज्ञा हौ सामग्रिक भाव विचार कले फकीर मानकर कविता गुड़िक आम देखि था आदि पर्व आविर्भाव समय से रचना करुँच जो कविता गुड़िक से रामायण महाभारत हरिवंश उपनिषद रु धर्म ग्रंथ गुड़िक ग्रहण करके स्वतंत्र भाव किसी कविता स्थान दौरान परवर्ती समय से कौन करुँच शोकगीतिका संबंध गीतिका शिशु कविता चतुर्दशी कविता ए सब रचना करुँच तार परवर्ती समय किसी निज जीवन किसी खंड अंश को लेकिन रचना करुँच जीवन भित्तिक कविता तापर से रचना करुँच हृदय किसी उच्छ्वास भाव को लेकिन जब मौला फूल सौंदर्य चेतना भाषा एवं भाव को लेकिन किसी रचना करुँच परवर्ती समय से लोक चरित्र धर्म उपासना समाज मंगल कथा नहीं कि चरित्र भित्तिक करके केतेक कविता रचना करुँच परवर्ती समय पुणी आउे से व्यंग विद्रूप करके सफल निर्देशन करुँच लोक चरित्र गुड़ी को संशोधन करने को चेष्टा करुँच पुणी माने कौ टाइप चिंताधारा अनुसार से केते प्रकार कविता लिखुं से कहूँ परवर्ती समय से कौन पतिता निर्म वर्गर मनीष एवं पाश्चात्य शिक्षा सभ्यता संस्कृति इत्यादि विषय को लेकिन परवर्ती समय से कविता रचना कर देखा जाए एणु ओडिया साहित्यर नवजुगर जो वार्ता प्रवर्तक थे राजनाथ मधुसूदन कविता को जिते आम समालोचना करें फकीर मान कविता आम देखि था कवितार जातीय दृष्टि देखा मिली था आम तो कहू ओडिया साहित्य नवजुग जदि आसव आधुनिक जुगर जदि प्रथम स्वर बाहक ताल आम भीम भई को भी कहीपर कहीं राजनाथ मधुसूदन को कहवा कहीं फकीर मान को कहीपरानी फकीर मान को कहीं कहीपरानी कहीं आम भीम भई को कहीपरानी राजनाथ ही जुग प्रवर्तक स्रष्टा कहवा कहीं आम सरी जुग प्रवर्तक कहबानी आधुनिक प्रथम स्वर बाहक कहीं राजनाथ मान्यता दबा कहीं भीम भई को दे पार्बानी फकीर मान को दे पार्बानी कह राजनाथ पाश्चात्य साहित्य सर नहीं कि सर रचना करते नुआ सृष्टि गोटे नुआ काव्यधारा कि नुआ प्रथा गोटे चलते अच्छा पाश्चात्य ने फकीर मान तो प्राच्यर नहीं पाश्चात्य नवा क्षेत्र में राजनाथ थे प्रथम मु क्वेश्चन कली से क्वेश्चन जी आधुनिक जुग प्रवर्तक स्रष्टा करते ये पॉइंटा कर मुझे आधुनिक साहित्यर स्वर प्रथम कहाँ देखा जाए आधुनिक साहित्यर प्रवर्तक होगा क्षेत्र में स्वर प्रथम भीम भई ही देखा जाइथिला आधुनिक यदि आम रीतिजुग तापर ही आधुनिक आसला रीतिजुगर केवल नारी वर्णना करा आनंद विलास जीवन अतिवाहित हो कहला तापर कहगला दुखी का अर्थ दुख अपमृत देखु देखु पिपास हो मो जीवन नष्ट कर जगत उद्धार हो जड़े जगत को उद्धार करने निज जीवन उत्सर्ग करदे बोली कहूँ कौन यहाँ रीतिजुगर थिला आनंद विलास चली जाता रीति जुगर नाला आधुनिक जुगर यही प्रथम स्वरटी देखागला तापर आम राजनाथ स्वर देखा छाड़ से सब छाड़ चल फकीर मान उपन्यास पाक जा फकीर मान उपन्यास जब देखा ताले 1897 मसीह से गले क्रांतिकारी फकीर मान प्रकृत सारस्वत प्रतिभा फुटी उठिला गद्य साहित्य
ଏହି ଗଦ୍ୟ ଗୁଡ଼ିକରେ ତାଙ୍କେ କ'ଣ ଦେଖିଥିଲେ ନା ସ୍ଥାନ ଦେଇଥିଲେ ବିଭିନ୍ନ ଶ୍ରେଣୀ ସମସ୍ୟା, ବିଭିନ୍ନ ଜାତି ପ୍ରଥାକୁ ସ୍ଥାନ ଦେଉଛନ୍ତି ଏବଂ ନିଜର ଐଶ୍ୱର୍ଯ୍ୟ ପ୍ରତିଷ୍ଠା ପାଇଁ ସେ ହେଇଯାଇଛନ୍ତି ଗତି ସ୍ଥାନ ଭଳି ହେଲା। ତେବେ ତାଙ୍କର ଯୋଉ ଉପନ୍ୟାସ ରଚନାର ଆଦି ପର୍ବ ଥିଲା ଏକ ନୂତନ ପରୀକ୍ଷା। ହାନ୍ୟା କାଥରିନ୍ ମୁଲେନଙ୍କ ଗୋଟେ ପଏଣ୍ଟ ଲେଖ, ହ୍ୟାନା କାଥେରିନ୍ ମୁଲେନ୍ କ ଫୁଲମଣି ଏବଂ କରୁଣାର ବିବରଣ ବୋଲି ଗୋଟେ ବଙ୍ଗଳା ଉପନ୍ୟାସକୁ ଶୁଭା ଯାଉଛି। ସାର୍ ପୁଣି ଆଉଥରେ ମୁଁ କହି ଦଉଛି ନାଁଟା, ହ୍ୟାନେ କାଥେରିନ୍ ମୁଲେନ୍, ହ୍ୟାନା କାଥେରିନ୍ ମୁଲେନ୍ କ ଫୁଲମଣି ଏବଂ କରୁଣାର ବିବରଣ 1852 ମସିହାରେ ଯୋଉ ଗୋଟେ ବଙ୍ଗଳା ପୁସ୍ତକକୁ ଓଡ଼ିଆରେ ପ୍ରଥମେ ଅନୁବାଦ କରୁଛନ୍ତି ଜନ୍ ଷ୍ଟବିଅନ୍ 1858ରେ। ଅନୁଦିତ ହେଲେ ମଧ୍ୟ ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ। ଆମେ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ଭାବେ କାହାକୁ କହୁ, ମାନ୍ୟତା ଦଉ? ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ, ଆରେ କୁହ, ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ? 6 ମା 8 ଗୁଣ୍ଠ। 6 ମା 8 ଗୁଣ୍ଠ। ସରି ସାର୍ ପଦ୍ମମାଳୀ। ପଦ୍ମମାଳୀ। ହଉ ହଉ ହଉ, ବେଳେ ବେଳେ ଏମିତି ହୁଏ ହେଲା। ତେବେ ସେଇଟା ରଚନା ହେବା ପୂର୍ବରୁ ମଧ୍ୟ ହ୍ୟାନା କାଥରିନ୍‌ଙ୍କ ଗୋଟେ ବଙ୍ଗଳା ଉପନ୍ୟାସକୁ ନେଇକି ଜନ୍ ଷ୍ଟବିଅନ୍ ରଚନା କଲେ। ଓଡ଼ିଆରେ ପ୍ରଥମେ ଅନୁବାଦ କରିକି ରଚନା କରୁଛନ୍ତି। ତା ପରବର୍ତ୍ତୀ ସମୟରେ ଆମେ ପଦ୍ମମାଳୀକୁ ଦେଖୁଛନ୍ତି ହେଲା। ଏଇଟା କାହିଁକି ମାନ୍ୟତା ଦିଆଗଲାନି? ଏହା ଏକ ଅନୁଦିତ ଉପନ୍ୟାସ ହେଇଥିବାର ଏକ ମାନ୍ୟତା ଦିଆଗଲାନି। ଅନୁଦିତ ଉପନ୍ୟାସ ବଦଳରେ ନ ହେଇଥିବାରୁ ପଦ୍ମମାଳୀକୁ ତାକୁ ପ୍ରତିଭା ପୁରସ୍କାର ବୋଲି ଗୋଟେ ଦିଆଗଲା ହେଲା। ଏହି ଉପନ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟ ଧର୍ମ ପ୍ରଚାର କରିବା। ଏହାପରେ ଯୋଉ କୋଉ ଉପନ୍ୟାସ, ଯା ଫୁଲମାଣୀ ଏବଂ କରୁଣାର ବିବରଣ, ଏଇଟାକୁ ବର୍ଣ୍ଣନା କରାଯାଇଛି ହେଲା। ହଉ, ତମେ ଏଇଟାକୁ ଆଉ ଦେଖନି। ଏହାପରେ ଉତ୍କଳ ମଧୁ ପତ୍ରିକା ରାମଶଙ୍କର ରାୟଙ୍କର ସୌଦାମିନୀ ଏବଂ ଯାହାକି ଥିଲା ଅସମ୍ପୂର୍ଣ୍ଣ ଉପନ୍ୟାସ। ତାପରେ ପରେ ଉନ୍ମାଦିନୀ ପ୍ରକାଶ ପାଇଲା। ଏହା ପରେ ପରେ ଗୋଟେ ମୌଳିକ ପ୍ରଧାନ ଉପନ୍ୟାସ, ପୂର୍ଣ୍ଣାଙ୍ଗ ପ୍ରଧାନ ଉପନ୍ୟାସ ଭାବେ ପଦ୍ମମାଳୀ 1888ରେ ପ୍ରକାଶ ପାଇଲା। ରାମଶଙ୍କର ରାୟଙ୍କର ବିବାସିନୀ 1891। ଏହା ଥିଲା ପ୍ରାକ୍ ଫକୀରଙ୍କ ଉପନ୍ୟାସର ସୃଷ୍ଟି। ଅର୍ଥାତ୍ ଫକୀରମାନଙ୍କ ପୂର୍ବ ସମୟର ଉପନ୍ୟାସ ସୃଷ୍ଟି ଆମେ କଣ କଣ ଦେଖୁଛନ୍ତି ନା ଫୁଲମଣି କରୁଣାର ବିବରଣୀ ଆସିଲା। ତାପରେ ସେଇଟାକୁ ଅନୁବାଦ କଲେ ଆମର ଜନ୍ ଷ୍ଟବିଅନ୍। ତାପରେ ଆମେ ଉତ୍କଳ ମଧୁପତ୍ରରେ ଦେଖୁଛନ୍ତି ସୌଦାମିନୀ। ପୁଣି ତାପରେ ଆମେ ଦେଖୁଛନ୍ତି ଉନ୍ମାଦିନୀ। ତାପରେ ଆମେ ଦେଖୁଛନ୍ତି ମୌଳିକ ପୂର୍ଣ୍ଣାଙ୍ଗ ଉପନ୍ୟାସ ଯାହା ଆସିଲା ପଦ୍ମମାଳୀ। ତାପରେ ରାମଶଙ୍କର ରାୟଙ୍କର ପୁଣି ବିବାସିନୀ। ଏହା ପରେ ପରେ ଫକୀର ମୋହନଙ୍କର ରଚନା ଆମେ ଦେଖିପାରୁଛେ ହେଲା। ଭାଷା ଶୈଳୀ, ଚରିତ୍ର ଚିତ୍ରଣ, ବିଷୟବସ୍ତୁ ଏଇ ସବୁ ଦୃଷ୍ଟିରୁ ଆମେ ଫକୀର ମୋହନଙ୍କର କଣ ନା ବାସ୍ତବତାର ରୂପାୟନକୁ ପ୍ରଥମେ ଦେଖିପାରୁଛେ। ଫକୀର ମୋହନଙ୍କର ସାମାଜିକ ବାସ୍ତବତାକୁ ଆଧାର କରି ପ୍ରଥମ ଥର ପାଇଁ ଗୋଟେ ଉପନ୍ୟାସ ରଚନା ହେଲା, ଯାହାକି ଉତ୍କଳ ସାହିତ୍ୟ ପତ୍ରିକାରେ 1897 ଅକ୍ଟୋବର ସଂଖ୍ୟାରେ ପ୍ରକାଶ ପାଇଲା 6 ମାଣ 8 ଗୁଣ୍ଠ। ଗୋଟେ ଜମି କେନ୍ଦ୍ରିକକୁ ନେଇକି ସମାଜ କେନ୍ଦ୍ରିକ ଉପନ୍ୟାସ ଭାବେ ପ୍ରକାଶ ପାଇଲା 6 ମାଣ 8 ଗୁଣ୍ଠ। 1899 ମସିହାରେ ଏହା ହେଲା ଶେଷ। ଏ ଉପନ୍ୟାସର ରଚନା ଆରମ୍ଭ କେବେ ହେଲା? 97 ମସିହାରୁ ଆରମ୍ଭ ହେଲା, 99 ମସିହାରେ ସରିଲା। 19ଶ ଶତାବ୍ଦୀର ସାହିତ୍ୟିକ ପାଣିପାଗକୁ ବିଦାୟ ଦେଇ ବିଂଶ ଶତାବ୍ଦୀର ନୂତନ ସମ୍ଭାବନା ପାଇଁ ଉପନ୍ୟାସଟା ହେଲା ଯଥାର୍ଥ ପ୍ରେରଣା। 6 ମାଣ 8 ଗୁଣ୍ଠ ପରେ ଫକୀରମୋହନ ରଚନା କଲେ ଲଛମା 1903, ମାମୁଁ 1913, ପ୍ରାୟଶ୍ଚିତ 1915। ଶେଷ ଜୀବନରେ ସେ ଗୋଟେ ଉପନ୍ୟାସ ରଚନା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଟା ରଚନା କରିପାରିଲେନି। ତା ନାଁ କଣ? ଶେଷ ଜୀବନରେ ଗୋଟେ ଉପନ୍ୟାସ ରଚନା କରିବାକୁ ସ୍ଥିର କରିଥିଲେ, ତା ନାଁ ମଧ୍ୟ ଦେଇ ସାରିଥିଲେ। ସେଇ ନାଁଟି କିଏ ଜାଣିଛ ଯଦି କୁହ? ହଉ, ସେ ନାଁଟି ହଉଛି, ଶୁଭା ଗଲାନି, ଆଉଥରେ କୁହ। ବିଷମଞ୍ଜରୀ କି? ବିଷମଞ୍ଜରୀ ନୁହଁ, ବିଷମଞ୍ଜି, ଯାହାକି 1917ରେ କେତେକ ପ୍ରକାଶ ପାଇଥିଲା ଅଂଶ ମଧ୍ୟ ସେଇଟାର। ତାପରେ ତାଙ୍କ ମୃତ୍ୟୁ ହୋଇଥିଲା, ତାହା ଅସମ୍ପୂର୍ଣ୍ଣ ରହିଲା।
ତେବେ ସେମାନଙ୍କ ପାଇଁ କ୍ୱେଶ୍ଚିନ୍ ଆସେ 6 ମାଣ 8 ଗୁଣ୍ଠ କେଉଁ ଛଦ୍ମ ନାମରେ ପ୍ରକାଶ ପାଇଥିଲା? କ୍ୱେଶ୍ଚିନ୍ ଆସିଥିଲା ମଧ୍ୟ, ଏଇଟା ମୁଁ ଦେଖିଛି। 6 ମାଣ 8 ଗୁଣ୍ଠ କେଉଁ ଛଦ୍ମ ନାମରେ ପ୍ରକାଶ ପାଇଥିଲା? 2014 ବେଳକୁ ନା 15 ଝୁରଝଟି ଏଇ କ୍ୱେଶ୍ଚିନ୍ ଆସିଥିଲା। ସେମିତି ଲଛମା କେଉଁ ଛଦ୍ମ ନାମରେ ପ୍ରକାଶ ପାଇଥିଲା? ଅପୂର୍ବ ମିଳନ। କଣ କହିଲ? ଅପୂର୍ବ ମିଳନ ନା କଣ ସାର୍ କହିଲ? ହଁ, ଆଜ୍ଞା ସାର୍। ଅପୂର୍ବ ମିଳନ। ଫକୀରମୋହନଙ୍କର 4 ଖଣ୍ଡ ଉପନ୍ୟାସ ଯଥାର୍ଥ ଥିଲା ଓଡ଼ିଶାର ଦୀର୍ଘ 200 ବର୍ଷର ସାମାଜିକ ଇତିହାସ। ଲେଖି ରଖ। ଲଛମା 1740 ରୁ 1800 ମସିହାର ଇତିହାସ ବର୍ଣ୍ଣନା ହେଇଛି। 6 ମାଣ 8 ଗୁଣ୍ଠ 1801 ରୁ 1840 ମସିହା ବର୍ଣ୍ଣନା ହେଇଛି। ମାମୁଁ 1841 ରୁ 1880 ମସିହା ବର୍ଣ୍ଣନା ହେଉଛି। ପ୍ରାୟଶ୍ଚିତ 1881 ରୁ 1920 ମସିହାର ସ୍ଥିତି ବର୍ଣ୍ଣନା କରାଯାଉଛି। ଲଛମା ଗୋଟେ ଯାହାକି ରାଜନୈତିକ ଉପନ୍ୟାସ, ଐତିହାସିକ ଉପନ୍ୟାସ କହିଲେ ବି ଉଚିତ ହବ। ଐତିହାସିକ ଅଧିକ ମାତ୍ରାରେ କହିପାରିବା, ରାଜନୈତିକ କମ ମାତ୍ରାରେ କହିଲେ ବି ଚଳିବ। ଯାହାକି 1740 ରୁ 1800 ମସିହାର ବର୍ଣ୍ଣନା, 6 ମାଣ 8 ଗୁଣ୍ଠ 1801 ରୁ 1840, ମାମୁଁ 1841 ରୁ 1880, ପ୍ରାୟଶ୍ଚିତ 1881 ରୁ 1920। ଉପନ୍ୟାସ ଚତୁଷ୍ଟୟ ବାସ୍ତବିକ ଓଡ଼ିଶାର ମରହଟା ଶାସନ, ଇଂରେଜ ଶାସନ, ସାମାଜିକ, ସାଂସ୍କୃତିକ, ପ୍ରଶାସନିକ, ଆର୍ଥନିକ ପରିବର୍ତ୍ତନ ଯାହା ଥିଲା ତାହାକୁ ଜୀବନ୍ତ ରୂପେ ରୂପାୟନ କରିପାରିଛି। ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏହି ଉପନ୍ୟାସ ଗୁଡ଼ିକ ଓଡ଼ିଶାକୁ ଏବଂ ଓଡ଼ିଶାର ଗ୍ରାମ୍ୟ ଜୀବନକୁ, ନରନାରୀ ମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିପାରିଥିଲା। ଏମିତି ପ୍ରଭାବ କରିଥିଲା ଯେ ଯେତେବେଳେ ରାମଚନ୍ଦ୍ର ମଙ୍ଗରାଜକୁ କୋର୍ଟ ଚାଲାଣ ହେଇଥିଲା, ସେତେବେଳେ ପାଠକ ମାନେ ଯାଇକି କଟକ କୋର୍ଟରେ ପହଞ୍ଚି ଯାଇଥିଲେ ଯେ ରାମଚନ୍ଦ୍ର ମଙ୍ଗରାଜ ସତରେ ଯେମିତି ଜୀବନ୍ତ ହେଇଯାଇଛି, ଉପନ୍ୟାସରୁ ଆସିକି ସମାଜର ଗୋଟେ ବାସ୍ତବ ଚରିତ୍ର ହେଇଯାଇଛି। ସବୁଦିନ ଭାବେ ପ୍ରକାଶ ପାଉଥିଲା, ସମସ୍ତେ ଏତେ ଗଭୀର ଭାବେ ପଢୁଥିଲେ ଯେ ସେମାନେ ଗୋଟେ ଜୀବନ୍ତ ଭାବେ ଭାବି ନେଇଥିଲେ ରାମଚନ୍ଦ୍ର ମଙ୍ଗରାଜ। ମୁଁ ତେବେ ଏଇଟା କୋଉଠୁ ଜାଣିଲି? ନିଶ୍ଚିତ ଭାବେ ତାଙ୍କ ସମାଲୋଚନା କରିକି ତାଙ୍କର ଯୋଉ ଜୀବନୀ ସାହିତ୍ୟରେ ସେଇଠି ହିଁ ବର୍ଣ୍ଣନା କରାଯାଇଛି। ହଉ, ମୁଁ ଏଇଟା ଫମ୍ପା ମାରିକି କହିଦଉନି, ମୁଁ ବି ଏଇଟା ପଢିଥିଲି ମଧ୍ୟ କହିଲି। ତାପରେ ତମ ଉପରେ ନିର୍ଦ୍ଧାରିତ କରାଯାଉଛି ତମେ ସେଇଟାକୁ କେତେ ମାତ୍ରାରେ ସତ୍ୟ ମଣିବ। ତାଙ୍କର 6 ମାଣ 8 ଗୁଣ୍ଠ ଉପନ୍ୟାସକୁ ଦେଖିବା। 6 ମାଣ 8 ଗୁଣ୍ଠର ବିଷୟବସ୍ତୁ ସମସ୍ତେ ଜାଣିଥିବେ ନିଶ୍ଚିତ ଭାବେ, ହଁ ନା ନାଇଁ? କେଉଁ ଗ୍ରାମର କଥା ଏଠି ବର୍ଣ୍ଣନା ହେଇଛି? କେଉଁ ଜମିଦାରଙ୍କ କଥା ଏଠି ଗୋଟେ ନାଁ ଅଛି? ରାମଚନ୍ଦ୍ର ମଙ୍ଗରାଜ। କେଉଁଠିକାର ସେ ଜମିଦାର? ଫତେପୁର। ଫତେପୁର ସରସ ଷଣ୍ଢ ହେଲା। ହଉ, 7 ବର୍ଷ ବୟସରେ ସେ ବାପା ମା ଛେଉଣ୍ଡ ହେଇଛନ୍ତି। କିଏ? ଯୋଉ ଫତେପୁର ସରଷଣ୍ଢ ବୋଲି ଯୋଉ ନାଁ ଦିଆ ହେଇନି, ସେଇଥିର ଯୋଉ ଜମିଦାର ଥିଲେ ରାମଚନ୍ଦ୍ର ମଙ୍ଗରାଜ, ତାଙ୍କର କଣ ହେଇଛି, 7 ବର୍ଷ ବୟସରେ ବାପା ମା ଛେଉଣ୍ଡ ହେଇକି ବୁଲୁଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ଧନୀ ରାଉତ, ତାଙ୍କ ପୁଅଙ୍କ ନାଁ ଥିଲା ରାମ ରାଉତ। ଅର୍ଥାତ୍ ଧନୀ ରାଉତ ହଉଛନ୍ତି ରାମଚନ୍ଦ୍ର ମଙ୍ଗରାଜଙ୍କ ବାପାଙ୍କ ନାଁ। ରାମଚନ୍ଦ୍ର ମଙ୍ଗରାଜର ମୂଳ ନାଁ ହଉଛି ରାମ ରାଉତ। ତାପରେ ଯେତେବେଳେ ଜମିଦାର ହେଲେ, ସେତେବେଳେ ତାଙ୍କ ନାଁ ହେଲା ରାମଚନ୍ଦ୍ର ମଙ୍ଗରାଜ। ବୁଝିପାରିଲ? ଶେଖ୍ ଦିଲଦାର ମିଆଁକୁ ପ୍ରତାରଣା କରି ନିଜର ଜମିଦାର ହାସଲ କରିଛନ୍ତି। ଗାଁର ଲୋକମାନଙ୍କୁ ଶୋଷଣ କରିଛନ୍ତି, ବ୍ରାହ୍ମଣ ମାନଙ୍କର ସମ୍ପତ୍ତିର ଲୁଟ କରିଛନ୍ତି। ଶେଷକୁ ଲୋଲୁପ ଦୃଷ୍ଟି ପଡିଛି ସାରିଆ ଭଗିଆର 6 ମାଣ 8 ଗୁଣ୍ଠ ଜମି ଉପରେ। ସେ ଏହି କାର୍ଯ୍ୟରେ ସାହାଯ୍ୟ କରିଛି କିଏ? ଧୁରନ୍ଧର ବ୍ୟକ୍ତି ମାନସୀ ଚମ୍ପା। ବର୍ତ୍ତମାନ ସମୟରେ ମଧ୍ୟ ସେ ଚମ୍ପା ଚରିତ୍ରଟି ସମାଜରେ ଜୀବନ୍ତ ଅଛି ହେଲା। ତାର ବଂଶଗୋତ୍ର ଜଣାପଡେନି। ନାରୀ ରାମାୟଣର ମନ୍ଥରା ବୋଲି କୁହାଯାଏ। ବିଭିନ୍ନ ଚରିତ୍ର ଯଦି ତାକୁ ଦିଆଯାଏ, ରାମାୟଣର ମନ୍ଥରା, ସେକ୍ସପିୟରଙ୍କ ଲେଡି ମ୍ୟାକ୍, ଏମିତି କ୍ୱେଶ୍ଚିନ୍ ଆସିଥିଲା। ସେକ୍ସପିୟରଙ୍କର କେଉଁ ଚରିତ୍ର ହେଉଛି ଫକୀରମୋହନଙ୍କର ଚମ୍ପା ଚରିତ୍ର ସହିତ ସାମଞ୍ଜସ୍ୟ? ଲେଡି ମ୍ୟାକ୍ବେଥ୍। ହେଲା। ଶେଷରେ କଣ ହେଇଛି, ତା ନେତକୁ ଚୋରି ନେଇଛି। କା ନେତ? ଯୋଉ ଭଗିଆ ସାରିଆ ଥିଲା, ସେମାନଙ୍କର ନେତ ଯୋଉ ଗାଈ ଅଛି ସେଟାକୁ ଅପହରଣ କରିକି ନେଇଯାଇଛନ୍ତି।
ସାରିଆ ଅନାହାରରେ ମୃତ୍ୟୁବରଣ କରିଛି ତଥା ସାରିଆକୁ ମାରି ଦେଇଛନ୍ତି ମଧ୍ୟ ଚମ୍ପା। ଶେଷରେ ମୃତ୍ୟୁ ଅଭିଯୋଗରେ ରାମଚନ୍ଦ୍ର ମଙ୍ଗରାଜ ଜେଲ ଯାଇଛି। ଚମ୍ପା ମଙ୍ଗରାଜକୁ ଚାବିକାଠି ଆଣିଛି। ସୁନା ରୂପା ଯୋଉ ସବୁ ଅଛି ଗୋବିନ୍ଦା ବାରିକ ସହିତ ସେ ଧରିକି କଟକର ଭୂସ୍ବର୍ଗ ଯୋଉ ତେଲେଙ୍ଗା ବୋଲି ଗୋଟେ ଅଛି ସେଇଠିକି ସେ ଯାଇଛି। ମାରି ଦେଇଛି। ଗୋବିନ୍ଦା ଭଣ୍ଡାରୀର ଲୋଭ ଲାଳସାରେ ପଡିକି ସେଇ ଗୋଟେ ନଦୀ ପାର ହବା ସମୟରେ କଣ ହେଇଛି ନା ତାର ମଧ୍ୟ ମୃତ୍ୟୁ ହେଇଛି। ଶେଷରେ ରାମଚନ୍ଦ୍ର ମଙ୍ଗରାଜ କ୍ଷମା ବରଣ କରିଛି। ଏକ ଗ୍ରାମ୍ୟ ଜୀବନର ଜୀବନ୍ତ ବର୍ଣ୍ଣନା ଏଠି ଦେଖାଦିଏ ହେଲା। ମୁଁ ଏ ବିଷୟରେ ଆଉ କିଛି କହୁନି। ତାପରେ ଲଛମାର ଉପନ୍ୟାସ ବିଷୟବସ୍ତୁ ଜାଣ। ଲଛମା ଜ୍ୟୋତି ଲଛମା ନାଇଁ ଜାଣି ସାର୍। ହଉ କହି ରଖେ। ଇତିହାସର ଜୀର୍ଣ୍ଣ କଙ୍କାଳ ମଧ୍ୟ ଦେଇ ମାନବିକ ଭାବସତ୍ୟର ଏଠି ଆବିଷ୍କାର କରାଯାଇଛି। ବଙ୍ଗର ନବାବ ଅଲିବର୍ଦ୍ଦି ଖାଁ, ଏଇଟାର ନାଁ ତ ଶୁଣିଥିବ ନିଶ୍ଚୟ ଭାବେ। ବଙ୍ଗର ନବାବ ଜଣେ ଥିଲେ ଅଲିବର୍ଦ୍ଦି ଖାଁ ଏବଂ ମରହଟା ସେନାପତି ଭାସ୍କର ପଣ୍ଡିତଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଯୁଦ୍ଧ, ବର୍ଗ ଅତ୍ୟାଚାର, ଲୁଣ୍ଠନ ଏଇ ସବୁକୁ ଏଠି ସ୍ଥାନ ଦିଆଯାଇଛି। ରାଇବଣିଆ ଦୁର୍ଗ ମଧ୍ୟ ଐତିହାସିକ ସ୍ଥାନ। କୋଶ୍ଚିନ୍ ଆସିଥିଲା ମନେ ପଡିଲା କେଉଁ ଉପନ୍ୟାସରେ ଫକୀର ମୋହନଙ୍କ କେଉଁ ଉପନ୍ୟାସରେ ରାଇବଣିଆ ଦୁର୍ଗ ବର୍ଣ୍ଣନା କରାଯାଇଛି? SSB ରେ କୋଶ୍ଚିନ୍ ଆସିଥିଲା ଲଛମା ଉପନ୍ୟାସରେ ବାଦଲ ସିଂ ଏବଂ ଲଛମାଙ୍କର ମିଳନ ଶେଷରେ କୋଉଠି ହେଇଛି? ଏପରି କୋଶ୍ଚିନ୍ ଆସିଥିଲା। ଆଉ ଏବେ ତ ନେଟ୍ ତ SSC ଭଳି କୋଶ୍ଚିନ୍ ଆସେ ନେଟ୍ ରେ, କଣ ହବ କୁହ ଦେଖି? ଚାରି ଧାମର ନାଁ ଦିଆଯାଇଛି ପୁରୀ, ବଦ୍ରିକା, କଣ ଆଉ ଚାରି ଧାମ ନା ବଦ୍ରିକା ଆଶ୍ରମ, ଆଉ କୋଉଟା ଦେଇପାରିବା ଆମେ, ସୋମନାଥ ଗୋଟେ ନ ଦେଇପାରିବା, ଆଉ ନହେଲେ କିଛି ଯୋଉଠି ଅସ୍ଥି ବିସର୍ଜନ କରନ୍ତି ସେଇଟାର ନାଁ କଣ? ଯାଇକି ଯୋଉଠି ସମସ୍ତେ ପିଣ୍ଡ ଦାନ କରନ୍ତି, ସମସ୍ତେ ଶ୍ରାଦ୍ଧ କରନ୍ତି। ଗୟା। ଗୟା। କୋଉଠି ମିଳନ ହେଇଛି? ଗୟାରେ ମିଳନ ହେଇଛି ହେଲା। ଟିକେ ରୁହ। ବିଷୟଟି ଆରମ୍ଭ ହଉଛି ରାୟବଣିକା ଦୁର୍ଗର ଯୋଉ କଥା କୁହାଯାଇଛି ଅଧିପତି ନାଁ ଲେଖି ରଖ। ରାୟବଣିଆ ଦୁର୍ଗର ଅଧିପତି ବୀରଗଞ୍ଜନ ମାନ୍ଧାତା। ଚରିତ୍ର ଲଛମା, ବାଦଲ ସିଂ, ଜଗା, ଫତେହ ସିଂ ମା ଏସବୁ ହଉଛନ୍ତି ଐତିହାସିକ ଚରିତ୍ର ନୁହଁ। କିନ୍ତୁ ଗୋଟେ ଚରିତ୍ର ମାଧ୍ୟମରେ ଏମାନଙ୍କୁ ଦର୍ଶାଇ ଦିଆଯାଉଛି ଯେ ଏମାନେ ଐତିହାସିକ ପାଲଟି ଯାଇଛନ୍ତି। ମାତ୍ର ଉପନ୍ୟାସରେ ଐତିହାସିକ ଘଟଣା ବର୍ଣ୍ଣନା ହେଇଛି। କାଳ୍ପନିକ ହୋଇଥିଲେ ମଧ୍ୟ ଏଥିରେ ଇତିହାସର ପ୍ରାଧାନ୍ୟତା ରହିଛି। ଇତିହାସ ସମ୍ପର୍କିତ ନୁହେଁ। ଭାସ୍କର ପଣ୍ଡିତଙ୍କ ମୃତ୍ୟୁ ଲଛମା ମାନେ ପାନରା ବୋଲି କୁହାଯାଏ ବାଦଲ ସିଂ ଦ୍ୱାରା ହୋଇଥିଲେ ମଧ୍ୟ ଏହାକୁ ଫକୀର ମୋହନ ନାମକରଣ କରୁଛନ୍ତି ଐତିହାସିକ ପ୍ରାଧାନ୍ୟ ବୋଲି। ଛତିଶଗଡ଼ରୁ ଆସିଥିବା ଜଗନ୍ନାଥ ଯାତ୍ରୀଙ୍କ ଉପରେ ବର୍ଗୀ ମାନେ ଯୋଉ ଅଛନ୍ତି ରାୟବଣିଆ, ସେମାନେ ରାହାଜାନୀ କରିଛନ୍ତି। ରାହାଜାନୀ ମାନେ ତାଙ୍କୁ ଅଟକେଇଛନ୍ତି, ତାଙ୍କ ପାଖରେ ଯାହା ଅଛି ନେବାକୁ ଚେଷ୍ଟା କରୁଛନ୍ତି। ବିପର୍ଯ୍ୟସ୍ତ ହୋଇଯାଇଛନ୍ତି ନିରୀହ ଯାତ୍ରୀଗଣ। ବାଦଲ ସିଂ ଏବଂ ଲଛମା ସେଇ ଦଳର ଯୁବକ ଏବଂ ଯୁବତୀ। ପରସ୍ପର ମଧ୍ୟରେ ଥିଲା ଅନାବିଳ ପ୍ରେମ ଯୁବତୀ ଆସିଲେ ହେରି, ପ୍ରେମ ପ୍ରେମିକା ସବୁଥିରେ। ବାଦଲ ସିଂ ଏବଂ ଲଛମା ସିଏ ଛଦ୍ମ ବେଶରେ ରହୁଛି। ଲଛମା ହଉଛି ନାୟିକା, କିନ୍ତୁ ସେ ଛଦ୍ମ ବେଶରେ ପୁରୁଷ ଚରିତ୍ର ହେଇକି ବାଦଲ ସିଂଙ୍କ ସହ ମିଶିକି ରହିଛି। ବିବାହ ପାଇଁ ମଧ୍ୟ ସଂକଳ୍ପବଦ୍ଧ ଦି ଜଣ। ରାହାଜାନୀ ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହେଇଯାଇଛି। କଣ ହେଇଛି ନା ଲଛମା ଚାଲି ଯାଇଛି ଏବଂ ନିଜର ନାରୀ ବେଶକୁ ବଦଳାଇ ପୁରୁଷ ବେଶ ସାଜିଛି ଏ ରାହାଜାନୀରୁ କଣ ରକ୍ଷା ପାଇବା ପାଇଁ। ଅନ୍ୟ ପାଖରେ ବାଦଲ ସିଂ କଣ କରୁଛି, ଅଲିବର୍ଦ୍ଦି ଖାଁଙ୍କର ପ୍ରିୟ ହୋଇକି ତାଙ୍କ ପାଖରେ ରହିଛି ହେଲା। ତାର ମଧ୍ୟ ଲକ୍ଷ୍ୟ ଯେ ଭାସ୍କର ପଣ୍ଡିତକୁ ମୃତ୍ୟୁ କରିବା। ପାନରା ସାଜିଛି ଲଛମା, ବାଦଲ ସିଂ ସାଜିଛି ପ୍ରତିଶୋଧ ପରାୟଣ ବ୍ୟକ୍ତି।
ଉଭୟଙ୍କର ହୋଇଛି ଗୟା କ୍ଷେତ୍ରରେ ଅପୂର୍ବ ମିଳନ। ତେଣୁ ଏଇଟାକୁ ସେ ଅପୂର୍ବ ମିଳନ ନାମରେ ପ୍ରକାଶ କରିଛନ୍ତି। ବୁଝିହେଲା କଣ ଏଇଠୁ ବିଷୟ? ମୁଖ୍ୟ ବିଷୟ ହଉଛି ଗୋଟେ ଭାସ୍କର ପଣ୍ଡିତ ତାକୁ ହତ୍ୟା କରିବା ପାଇଁ ଏଇ ଯୋଉ ଦି ଜଣ ଲକ୍ଷ୍ମଣ ଏବଂ ବାଦରସିଂଙ୍କର ଉଦ୍ୟମ ଏଠି ବର୍ଣ୍ଣନା ହେଇଛି। ସର୍ଟରେ କହିବାକୁ ଗଲେ ହେଲା। ଯୁଦ୍ଧ ବର୍ଣ୍ଣନା, ସମାଜରେ କେମିତି ଅତ୍ୟାଚାର, ଭୁଲ ଅନ୍ଥିତ, ରାୟବଣିଆ ଦୁର୍ଗର ମାନ୍ଧାତା କଥା କୁହାଯାଇଛି। ତାଙ୍କ ପତ୍ନୀ ଲକ୍ଷ୍ମଣ କେମିତି ବାତ୍ସଲ୍ୟ, ମାନ୍ଧାତାଙ୍କର ବର୍ଗୀ ବିରୋଧ, ଏସବୁ ଯୁଦ୍ଧ ବର୍ଣ୍ଣନା, ପାଇକ ରଣକୌଶଳ ବର୍ଣ୍ଣନା ହେଇଛି ଏବଂ ତା ପ୍ରେମ ବର୍ଣ୍ଣନା ଏଠି ଦେଖାଦିଏ। ଲକ୍ଷ୍ମଣର ପୁରୁଷ ବେଶରେ ସଫଳ କାର୍ଯ୍ୟକଳାପ ଦେଖାଯାଏ। ଅବଶେଷରେ ସେମାନଙ୍କର ମଧୁମୟ ମିଳନକୁ ବାସ୍ତବ ଉପନ୍ୟାସରେ ରସ ସୌନ୍ଦର୍ଯ୍ୟ ପ୍ରଦାନ କରାଯାଇଛି। ହେଲା। ତାପରେ ଆମେ ଦେଖିବା ଗୋଟେ ଉପନ୍ୟାସ ମାମୁଁ, ଯାହାକି 1913ରେ। ମାମୁଁ ଉପନ୍ୟାସ ଫକୀରମୋହନଙ୍କର ତୃତୀୟ ସୃଷ୍ଟି। ଊନବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସାମାଜିକ ଜୀବନକୁ ନେଇ ଏହା ଏକ ପରିକଳ୍ପନା। ଦାଶରଥୀ ଦାସଙ୍କର 2 ଜଣ ପୁତ୍ର, ବାନମ୍ବର ଏବଂ ନଟବର, ଏକ କନ୍ୟା ଚାନ୍ଦମଣି। ଆପଣଙ୍କ ଆବାଜ ଆସୁନି। ମାମୁଁ ଉପନ୍ୟାସ। ମାମୁଁରେ ଯୋଉ ଗୋଟେ ଚରିତ୍ର ଆସୁଛନ୍ତି ଦାଶରଥୀ ଦାସ, ତାଙ୍କର 2 ଜଣ ପୁତ୍ର ବର୍ଣ୍ଣନା କରାଯାଉଛି, ବାନାମ୍ବର ଏବଂ ନଟବର। ହଁ କୁହ କୁହ। ସାର୍ ଆପଣ ଯୋଉ କହିଲେ ଯୋଉ ଗୟାଟା 4 ଧାମ ଭିତରେ ତ କାହିଁ ଯାଉନି ସାର୍? ଯାଉନି? ନା ଦ୍ୱାରିକାନାଥ, ରାମେଶ୍ୱରମ ଆଉ ବଦ୍ରୀନାଥ, ପୁରୀ। ଆଚ୍ଛା ହଉ ଠିକ ଅଛି, ମୁଁ ଭୁଲ କହିଛି। ମୋର ସେ 4 ଧାମର ଧାରଣା ନାହିଁ ହେଲା। ସାର୍ ମୁଁ ଜାଣିଛି କି ସେଇଟା ମାମୁଁ କହିଲେ। ଉପନ୍ୟାସ। ହୁଁ। ହଁ କୁହ। ଏଇଟା ବି ସ୍ପଷ୍ଟ ନାହିଁ ଯେ ସମସ୍ତେ ସବୁ କିଛି ଜାଣିଥିବେ। କୁହ କଣ କହୁଛ? ସାର୍ ମୁଁ କହିଲି କି ଆପଣ ଭୁଲ କହିଲେ, ମୁଁ ସେଟା କହୁନାହିଁ। ମୁଁ କହିଲି କି ସାର୍ ବଦ୍ରୀନାଥ, ରାମେଶ୍ୱରମ, ଦ୍ୱାରିକା ଆଉ ପୁରୀଟା 4ଟା ଧାମ ବୋଲି କୁହାହୁଏ। ଆଉ ଆରେ ହଁ, ଗୟାଟା ମୁଁ କହିବାର ଅର୍ଥ ବି ସେଇ। ମୁଁ କହିଲି ନିଶ୍ଚିତ ଭାବେ ମୋର ଯଦି କୋଉଠି କିଛି ଭୁଲ ରହୁଛି ତମେ ଜଣେଇବା ତମର କର୍ତ୍ତବ୍ୟ। ସେଇଟା ମଧ୍ୟ ଚୁପ୍ ରହିଯିବାଟା ଉଚିତ ନୁହଁ ହେଲା। ଠିକ ଅଛି, ମାମୁଁ ଉପନ୍ୟାସ ଦେଖିବା। ମାମୁଁ ଉପନ୍ୟାସର ଚରିତ୍ର ପ୍ରାଧାନ୍ୟ ଯଦି ଦେଖାଯାଏ, ସେଠି ଚରିତ୍ର ଆସୁଛନ୍ତି ଦାଶରଥୀ ଦାସ, ବାନାମ୍ବର ତାଙ୍କର ପୁଅ ଏବଂ ନଟବର ତାଙ୍କ ପୁଅ, ଝିଅ ହଉଛି କନ୍ୟା ଚାନ୍ଦମଣି। ପତ୍ନୀ ହଉଛନ୍ତି ମେନକା ଦେଇ, ଯିଏକି ରୁଗିଣା। ତାଙ୍କ ଶାଳୀ ହଉଛନ୍ତି ସରସ୍ୱତୀ ଦେଇ, ବାଲ୍ୟ ବିଧବା ହେଲା ପରେ ତାଙ୍କ ପାଖରେ ରହିଛନ୍ତି। ଶାଳୀ ମାନେ କହିଲେ ମେନକାଙ୍କର ଭଉଣୀ। କଟକ ସହରରେ ଚାକିରି କରୁଥିବା ସମୟରେ ଦାଶରଥୀ ଦାସ ଯିଏ ଅଛନ୍ତି ସେ ଖଣ୍ଡିଏ ଘର କରିଛନ୍ତି। ସେଥିରେ ସମସ୍ତେ ରହୁଛନ୍ତି। ବାନାମ୍ବର ଏବଂ ନଟବର ସ୍କୁଲରେ ପାଠ ପଢୁଛନ୍ତି। ସେଇ ସ୍କୁଲରେ ଜମିଦାର ପୁତ୍ର ପ୍ରତାପ ଉଦ୍ଧିତ ମଲ୍ଲ ଆସେ। ଯେ ଚରିତ୍ର ଭିତ୍ତିକ ଉପନ୍ୟାସରେ କ୍ୱେଶ୍ଚିନ୍ କରାଯାଏ, ପ୍ରତାପ ଉଦ୍ଧିତ ମଲ୍ଲ କେଉଁ ଉପନ୍ୟାସର ଚରିତ୍ର, ଏମିତି ଆସେ। ଅଧିକାଂଶ ଭାଗରେ ତ 6 ମାଣ 8 ଗୁଣ୍ଠରେ ହିଁ ଚରିତ୍ର ପ୍ରାଧାନ୍ୟର କ୍ୱେଶ୍ଚିନ୍ ଆସେ। ଘଟଣା ଚକ୍ରରେ ପ୍ରତାପ ଉଦ୍ଧିତ ସହିତ ଚାନ୍ଦମଣିର ବିବାହ ହୋଇଛି। ସେମାନଙ୍କର ଦାମ୍ପତ୍ୟ ଜୀବନ ହୋଇଛି ଏକାନ୍ତ ସୁଖମୟ। ଧାଇ ମା ଯିଏ ଅଛନ୍ତି ସରସ୍ୱତୀ ଦେଇ ଚାନ୍ଦମଣି ସହିତ ଯାଇଛି, ସେଠାରେ ତାଙ୍କ ବ୍ୟକ୍ତିତ୍ୱରେ ଅଙ୍ଗୀଭୂତ ହୋଇଛି। ସରସ୍ୱତୀ ଦେଇ ହେଉଛନ୍ତି ତ୍ୟାଗମୟୀ, ଗୃହକର୍ମୀ, ସୁନିପୁଣ, ବାତ୍ସଲ୍ୟମୟୀ। ଅପରପକ୍ଷରେ ଦାଶରଥୀ ଦାସ ଅବସର ଗ୍ରହଣ କରି ପରିବାରକୁ ଚଳାଉଛନ୍ତି। ସାନ ପୁଅ ନଟବର ଏଣ୍ଟ୍ରାନ୍ସ ପାସ୍ କରି କଟକରେ କଣ ହେଇଛି ନା ନାଜର ପଦବୀ ପ୍ରାପ୍ତ ହୋଇଛି। ସେଥିପାଇଁ ତାକୁ ଶେଷରେ ନାଜର ନଟବର ବୋଲି କୁହାଯାଏ। ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିଥିଲା। ସାର୍ ଧାଇମା ସେ କାହାକୁ କଣ କହିବା? ହେଇଛି ଧାଇମା, ପଚାରିବା ଅନ୍ୟ ପିଲାଙ୍କୁ। ଧାଇମା କଣ କିରେ? ଧାଇମା ଯୋଉ ମା କି ବିଧବା ପରେ ଯୋଉମାନେ ଅନ୍ୟର ସନ୍ତାନକୁ ପାଳନ କରନ୍ତି ନିଜ ସନ୍ତାନ ଭାବିକି, ସେମାନଙ୍କୁ ଧାଇମା କୁହାଯାଏ ହେଲା। ନର୍ସ ଯାହାକୁ କହନ୍ତି ବର୍ତ୍ତମାନ ସମୟରେ, ବୁଝାପଡ ନା? ଜ୍ୟୋତିଷଙ୍କ ଠାରୁ ଶୁଣାଯାଇଛି ଭାବି ପତ୍ନୀର କୋଷ୍ଠୀରେ ରାଣୀ ହେବାର ଯୋଗ ଅଛି।
ତେଣୁ ବିଶାଖା ଦେଇ ଯିଏ କି ଅଛନ୍ତି କିଏ ନା ଏ ଯୋଉ ନାଜର ନଟବର ବିଶାଖାକୁ ପତ୍ନୀ ଭାବେ ଗ୍ରହଣ କରୁଛନ୍ତି। ତେଣୁ ବିଶାଖା ଦେଇ କୁସ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ ସେ ବିବାହ କରିଛନ୍ତି ଏବଂ ବିବାହ ପରେ ପତ୍ନୀକୁ ନେଇକି କଟକରେ ଅବସ୍ଥାନ କରୁଛନ୍ତି। କିଏ? ନାଜର ନଟବର। ନଟବର ଏଣ୍ଟ୍ରାନ୍ସ ପାସ୍ କରିଛି, ପାଠ ପଢିଛି, ବାନାମ୍ବର ପାଠ ପଢି ନଟବର ପାଠ ପଢିଛି, ଉଚ୍ଚ ଶ୍ରେଣୀକୁ ଯାଇଛି। ଶେଷରେ ସେ ବିବାହ କରିଛି କାହା ସହିତ? ବିଶାଖା ସହିତ ହେଲା। ସେଇଠି ଚିତ୍ରକଳା ସହିତ ଜଣେ ସେ ପରିଚିତ ହେଇଛି। ନାଜର ନଟବର ଯିଏ ନଟବର ଚିତ୍ରକଳା ବୋଲି ଗୋଟେ ସହିତ ଚରିତ୍ର ହେଇଛି। ଚିତ୍ରକଳା ହଉଛି ଚମ୍ପା ଚରିତ୍ର ଭଳି ଟିକେ ପାଖାପାଖି ଚରିତ୍ର। ଚିତ୍ରକଳାର ଜନ୍ମ ଅଜ୍ଞାତ ଅର୍ଥାତ ସେ ସୁଶ୍ରୀ ଏବଂ ଚତୁରୀ। ନଟବରକୁ ହାସଲ କରି ସେ ହେଇଛି ପ୍ରତିଷ୍ଠିତା। ଚିତ୍ରକଳା ମଧ୍ୟ କୌଶଳରେ ବିଶାଖାକୁ ଦେଇ ବଶୀଭୂତ କରିଛି। ଯେମିତି ଆମେ 6 ମାଣ 8 ଗୁଣ୍ଠରେ ଚମ୍ପାକୁ ଏବଂ ସାଆନ୍ତାଣୀକୁ ଯଦି ମିଶେଇବା ଯେ ଚମ୍ପାର ଉଦ୍ଧତ ପଣିଆ ସାଆନ୍ତାଣୀ ଉପରେ ଅଧିକ ଥିଲା। ସେମିତି ଏଇଠି କଣ ନା ଏ ଯୋଉ ଆସିଛି ଗୋଟେ ଚିତ୍ରକଳା ବୋଲି ଚରିତ୍ରଟି, ସେ ଚିତ୍ରକଳାର ଉଦ୍ଧତ ପଣିଆ ଉପରେ ହେଇଛି ବିଶାଖା ଉପରେ ଅଧିକ ଅଛି ହେଲା। ନାଜର ନଟବର ପ୍ରଭୁଦୟାଲ ପ୍ରତି ସନ୍ଦେହ ହୋଇଥିଲେ ମଧ୍ୟ ଚିତ୍ରକଳା ଛଳନା କରି ସେ ସନ୍ଦେହକୁ ଦୂର କରିଛି। ଶେଷରେ କଣ ହେଇଛି ନା ଯୋଉ ତାଙ୍କ ଶାଶୁ ଅଛନ୍ତି ମଙ୍ଗଳା ଦେଇ, ଶାଳକ କହିଲେ ବି ଉଚିତ ହବ, ଶଳା କହିଲେ ବି ଉଚିତ ହବ। ରାଘ ମହାନ୍ତି ପତ୍ନୀ, ଶାଶୁ, ଶଳା ଏମାନଙ୍କୁ ସମସ୍ତଙ୍କୁ ସେ ନିର୍ବୋଧ କରିକି ଗୋଡରେ ଆଡେଇ ଦେଇଛନ୍ତି। ନାଜର ନଟବର ଅର୍ଥ ପ୍ରାଧାନ୍ୟତା ହେଇଯାଇଛନ୍ତି, ନିଷ୍ଠୁର ବ୍ୟକ୍ତି ହେଇଛନ୍ତି, ସମ୍ପତ୍ତି ତୃଷ୍ଣା ହେଇଯାଇଛନ୍ତି ହେଲା। ତାଙ୍କର ସ୍ୱପ୍ନ ହେଇଯାଇଛି ତାଙ୍କେ ରାଜା ହେବେ, ଧନିକ ବ୍ୟକ୍ତି ହେଇଯିବେ। ଶେଷରେ ସେ କଣ କରୁଛନ୍ତି ନା ନିଜର ଯୋଉ ଭଣଜା ଯଦି କୁହାଯାଇ ପାରିବ, ନିଜର ଜଣେ ଭଣଜାକୁ ସେ ତାଙ୍କ ପାଖରେ ସମ୍ପତ୍ତି ଅଧିକ ଅଛି ନିଜର ଭଣଜା ପାଖରେ, ସେଇ ସମ୍ପତ୍ତିକୁ ଲୁଣ୍ଠନ କରିବା ପାଇଁ ଚିତ୍ରକଳା ସହିତ ହାତ ମିଳେଇକି ଲୁଣ୍ଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେଣୁ ଉପନ୍ୟାସର ନାମକରଣ ଗୋଟେ କରାଯାଉଛି ମାମୁଁ, ଯେ ସରସ୍ୱତୀ ଦେଇ ଚକ୍ରାନ୍ତି ବୁଲଉଛନ୍ତି ନଟବର ସହିତ ମିଶିକି। ପ୍ରଭୁଦୟାଲ ଘରେ ଶୈତାନ ସାଜିଛି ଚିତ୍ରକଳା ହେଲା। ପ୍ରଭୁଦୟାଲର ପୁଅ ଏବଂ ନଟବର ସମ୍ପର୍କ ହବ ନିଶ୍ଚିତ ଭାବେ ମାମୁଁ ଭଣଜା। ସେଥିପାଇଁ ପ୍ରଭୁଦୟାଲ ହଉଛି ଉଚ୍ଚ ବ୍ୟକ୍ତି ବିଶିଷ୍ଟ ହେଇଛି ଏବଂ ଏ ଯୋଉ ନାଟବର ଅର୍ଥଲୋଭୀ ହେଇଛି। ସେ ଯାଇଛି ତା ଭଣଜାକୁ ଲୁଣ୍ଠନ କରିଛି। ତା ଭଣଜା ଅର୍ଥାତ ତା ଯୋଉ ପ୍ରଭୁଦୟାଲର ପୁଅ, ସେ ପୁଅର ବାପା ମା ଯେତେବେଳେ ମରି ଯାଇଛନ୍ତି, ପ୍ରଭୁଦୟାଲ ତାର ସ୍ତ୍ରୀ ଯେତେବେଳେ ମରି ଯାଇଛନ୍ତି, ସେତେବେଳେ ଏପଟେ ନାଜର ନଟବର ଯାଇକି ସମ୍ପତ୍ତି ଲୁଣ୍ଠନ କରିବେ ବୋଲି ତାଙ୍କ ସହାୟତାର ହାତ ବଢେଇକି ତାଙ୍କ ସମ୍ପତ୍ତି ସବୁ ନେଇ ଯାଇଛନ୍ତି। ସେଥିପାଇଁ ଉପନ୍ୟାସରେ ମାମୁଁକୁ ଭିତ୍ତି କରିକି କେମିତି ଶୋଷଣ କାର୍ଯ୍ୟ ହେଇଛି ସେଥିପାଇଁ ନାଁଟା ଦିଆଯାଇଛି ମାମୁଁ ବୋଲି ହେଲା। ବୁଝିପାରିଲ? ଥିମ୍ ମନେ ରହିଲା? ମାମୁଁ ଉପନ୍ୟାସର ଥିମ୍ କଣ ମନେ ରଖିପାରିଲ ନା ନାହିଁ? ଆଜ୍ଞା ସାର୍। ଠିକ ଅଛି, ଯାହାର କିଛି ଡାଉଟ ରହୁଛି ମତେ ପଚାରିବ ପଛେ। ପ୍ରାୟଶ୍ଚିତ। ପ୍ରାୟଶ୍ଚିତ ହେଉଛି ଅର୍ଥକୌଳିନ୍ୟ ଭିତ୍ତିରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆବିର୍ଭୂତ ହୋଇଥିବା ଏକ ସମାଜ ସଂସ୍କାରମୂଳକ ପ୍ରାଧାନ୍ୟ ଉପନ୍ୟାସ। ଶଙ୍କର୍ଷଣ ମହାନ୍ତି ଏବଂ ବୈଷ୍ଣବ ଚରଣ ପଟ୍ଟନାୟକ ମହାପାତ୍ର, କଣ ନାଁଟି? ଶଙ୍କର୍ଷଣ ମହାନ୍ତି, ବୈଷ୍ଣବ ଚରଣ ପଟ୍ଟନାୟକ ମହାପାତ୍ର ଆଉ ଜଣେ। ଟାଇଟେଲ ନାଁ ତାଙ୍କ ଏପଟ ସେପଟେ ଆଉ ମାନେ ମିଳେନି। 2 ଜଣ ଜମିଦାର। ଶଙ୍କର୍ଷଣ ପରମ୍ପରା ନାହିଁ, କଲିକତା ଜାହାଜରେ କୁଲି କାମ କରି ପଇସା ସଞ୍ଚୟ କରିଛି, ଜମିଦାରୀ କିଣି ଜମିଦାର ହେଇଛି। ଏବଂ ଅଚାଳଙ୍କ ମାନେ ଅଚାଳ ବାଳ ସମ୍ପଦ କୁହାଯାଏ, ଅଚାଳଚଳ ସମ୍ପତ୍ତି ସେ ପାଇଛି। ତାଙ୍କର କିନ୍ତୁ ପୁଅ ନାହିଁ, ଗୋଟେ ମାତ୍ର ଝିଅ ଅଛି ଇନ୍ଦୁ। ମାମୁଁ ଉପନ୍ୟାସରେ ଖ୍ରୀଷ୍ଟିଆନ ମା ଯେମିତି ଚାନ୍ଦମଣି ଘରେ ପଢାଉଥିଲେ, ସେମିତି ପ୍ରାୟଶ୍ଚିତ ଉପନ୍ୟାସରେ ଇନ୍ଦୁ ପଢିଛି ବୁଢା ଅବଦାନ ପାଖରେ। ଏହି ସମୟରେ ନାରୀ ଶିକ୍ଷାର କ୍ଷୀଣ ସଂକେତ ଟିକେ ଦେଖାଯାଏ। 7 ବର୍ଷ ପର୍ଯ୍ୟନ୍ତ ଝିଅମାନେ ଜାରା ପରାହା ଭିତରେ, ମାନେ ସେମାନେ ଗୋଟେ କୋଠରୀ ଭିତରେ ପଢିବା ପାରିବାର ଯୋଉ ବ୍ୟବସ୍ଥା ଥିଲା ସେଇଟା ହିଁ ସେମାନେ ଦେଖୁଥିଲେ। ଶଙ୍କର୍ଷଣ ମହାନ୍ତି ତାଙ୍କର ଧନ ସମ୍ପତ୍ତି ଥାଏ ମଧ୍ୟ କୌଣସି ପୁତ୍ର ସନ୍ତାନ ନଥିଲେ। ତେଣୁ ସେ ଚାହୁଁଥିଲେ ଶ୍ରୀକରଣ ଗୋଷ୍ଠୀର ଅଧିନାୟକ ବୈଷ୍ଣବ ଚରଣଙ୍କ ପୁତ୍ର ଗୋବିନ୍ଦ ଚନ୍ଦ୍ର ସହିତ ତାଙ୍କ ଝିଅର ବିବାହ କରି ତାଙ୍କୁ ଜାତିଗତ ମର୍ଯ୍ୟାଦା ଦେବେ ବୋଲି। ବୈଷ୍ଣବ ଚରଣ ରୋକଠୋକ ମନା କରିଦେଇଛନ୍ତି ଜାତିଗତ ଅଭିମାନ ଯୋଗୁ। ଶଙ୍କର୍ଷଣ ମହାନ୍ତି ସମ୍ପତ୍ତି ଯୋଉ ହେଇଛନ୍ତି ସମ୍ପତ୍ତି ଗୁଡାକରେ ସବୁ ତୁଳସୀ ପତ୍ର ପକେଇକି ଚୂଳ କରିଦେଇଛନ୍ତି ଯେ ସେ ବୈଷ୍ଣବ ଚରଣଙ୍କ ବିରୋଧରେ ମକଦ୍ଦମା କରିବେ ବୋଲି। ଏଣେ ଗୋବିନ୍ଦ ଚନ୍ଦ୍ର ଅଧ୍ୟୟନ କରିଛନ୍ତି କଟକ କଲେଜରେ। ସଦାନନ୍ଦ ରାଜୀବ ଲୋଚନ ଏବଂ କମଳ ଲୋଚନ ତାଙ୍କର ସହପାଠୀ ହେଇଛନ୍ତି। ରାଜୀବ ଲୋଚନ ଶଙ୍କର୍ଷଣ ମହାନ୍ତି ପୋଇଲି ଗର୍ଭ ସମ୍ଭୂତ ହେଇଛି। ରାଜୀବ ଲୋଚନ ଶଙ୍କର୍ଷଣ ମହାନ୍ତିଙ୍କର ପୋଇଲି ଗର୍ଭ ସମ୍ଭୂତ ହେଇଛି। କିନ୍ତୁ ଶଙ୍କର୍ଷଣ ଶେଷରେ କଣ ହେଇଛି ନିଜର ନିଘନ ଭଣଜା ରୂପେ ପରବର୍ତ୍ତୀ ସମୟରେ ପରିଚୟ ପାଇଛି।
1880 ମସିହାରେ ଶିକ୍ଷକ ଯୁବକ ମାନେ ନାନା ସମ୍ପରି ଉପଭୋଗ କରୁଥିବାର ସମାଜ ସଂସ୍କାରକ ବାର୍ତ୍ତା ଏଠି ଦେଖେଇ ଦିଆଯାଇଛି। ହେଲା, କୋଉ ଚରିତ୍ର ଭିତରେ? ରାଜୀବ ଲୋଚନ, କମଳ ଲୋଚନ, ସଦାନନ୍ଦ ଇତ୍ୟାଦି ଚରିତ୍ର। ତେବେ ତାଙ୍କର ଗୋଟେ ଗଳ୍ପରେ ରାଜୀବ ଲୋଚନ ବୋଲି ଗୋଟେ ଚରିତ୍ର ଥିଲା। କୋଉ ଗଳ୍ପ? ଫକୀର ମୋହନ ସେନାପତିଙ୍କର ଗୋଟେ ଗଳ୍ପ ଥିଲା ଯୋଉଠି କି ରାଜୀବ ଲୋଚନ ବୋଲି ଗୋଟେ ଚରିତ୍ର ଅଛି। ନୟନତାରା ସହିତ ରାଜୀବ ଲୋଚନର ପୁଣି ବିବାହ ହୋଇଛି। ଶେଷରେ କଣ ହେଇଛି? ଉପନ୍ୟାସର ଶେଷକୁ ବୈଷ୍ଣବ ଚରଣ ଏବଂ କଣ ଆଉ ଜଣେ ଯୋଉ ଅଛନ୍ତି ଶଙ୍କର୍ଷଣ ମହାନ୍ତି, ଏଇ ଦି ଜଣ ନିଜର ସମ୍ପୂର୍ଣ୍ଣ ପରିବାରକୁ ହରେଇ ସମ୍ପୂର୍ଣ୍ଣ ତାଙ୍କର ଯୋଉ ବଂଶକୁ ହରେଇ ପ୍ରାୟଶ୍ଚିତର ଭାଗୀ ହେଇଛନ୍ତି। ତେଣୁ ନାମକରଣ କହୁଛନ୍ତି ପ୍ରାୟଶ୍ଚିତ। ମୋର କ୍ୱେଶ୍ଚିନ୍ ଥିଲା ରାଜୀବ ଲୋଚନ କୋଉ ଗଳ୍ପର? +2 ରେ ଥିଲା ରେ। ସଭ୍ୟ ଜମିଦାର। ହଁ, ସଭ୍ୟ ଜମିଦାର। ତେବେ ବାସ୍ତବିକ ଭାବେ ପ୍ରାୟଶ୍ଚିତ ଉପନ୍ୟାସରେ ଧର୍ମଭିତ୍ତିକ ସମାଜ ପାଇଁ ଆହ୍ୱାନ ଦେଖାଯାଏ। ଫକୀର ମୋହନ ପ୍ରଥମ ବ୍ୟକ୍ତି ଯିଏକି କ୍ରାନ୍ତିକାରୀ ସ୍ରଷ୍ଟା ଏପରି ଏକ ଚିନ୍ତାଧାରା ଉପରେ ଉପନ୍ୟାସ ପ୍ରଦାନ କରୁଛନ୍ତି, ସେ ହଉଛନ୍ତି ପ୍ରଥମ ବ୍ୟକ୍ତି। ବୈଷ୍ଣବ ଚରଣ ସେହି ଅହଙ୍କାର ଯୋଗୁଁ ବିପର୍ଯ୍ୟସ୍ତ ହୋଇଥିବା କଥାଟି କୁହାଯାଇଛି ଏବଂ ଶଙ୍କର୍ଷଣ ମହାନ୍ତି ଧନଗତ ଅହଙ୍କାରରେ ମଧ୍ୟ ବିପର୍ଯ୍ୟୟ ହେଇଛି। ପରବର୍ତ୍ତୀ ସମୟରେ ସେ ଦି ଜଣ ନିଜର ଭୁଲ ବୁଝିଛନ୍ତି ଏବଂ ପ୍ରାୟଶ୍ଚିତ ମଧ୍ୟ କରିଛନ୍ତି। ପ୍ରତ୍ୟେକ ଉପନ୍ୟାସର ତତ୍କାଳୀନ ସମାଜର ବାସ୍ତବ ଚରିତ୍ରକୁ ଏଠି ଚିତ୍ରିତ କରିଥିବାର ଦେଖାଯାଏ। ତେବେ ସମ୍ପୂର୍ଣ୍ଣ ତ ଉପନ୍ୟାସ ଏଠି କୁହାଯାଇ ପାରିବନି, ସେଥିପାଇଁ ସର୍ଟରେ ତ କୁହାଯାଇ ପାରିବ। ଚରିତ୍ର ଭିତ୍ତିକ ଭାବେ ଆସେ କ୍ୱେଶ୍ଚିନ୍। ତେବେ ତମମାନଙ୍କ ପାଇଁ ଚରିତ୍ର ଭିତ୍ତିକ ଭାବେ କ୍ୱେଶ୍ଚିନ୍ ଆସିବ ଯେ ଶଙ୍କର୍ଷଣ ମହାନ୍ତି, ବୈଷ୍ଣବ ଚରଣ ଏ ଦି ଜଣ କେଉଁ ଉପନ୍ୟାସର ଚରିତ୍ର ତଥା କେଉଁ ଜମିଦାର? ପ୍ରତ୍ୟେକ 4ଟି ଉପନ୍ୟାସରେ 4 ଜମିଦାର କଥା ଯଦି କୁହାଯିବ, ମୁଖ୍ୟ ମୁଖ୍ୟ ଚରିତ୍ର ଭିତରେ କୁହାଯିବ, ତେବେ କୋଉଥିରେ କିଏ ଜମିଦାର ସେଇଟା ଟିକେ ମନେ ରଖ ହେଲା। ଫତେପୁର ସରସଣ୍ଡ ଯୋଉ ଅଛନ୍ତି ସେଇଥିର ଜମିଦାର କିଏ, ଏମିତି କ୍ୱେଶ୍ଚିନ୍ ବି ଆସିପାରେ। ତେବେ ତାଙ୍କର ଗଳ୍ପ, କେତୋଟି ତାଙ୍କର ଗଳ୍ପ ଅଛି? ଫକୀର ମୋହନଙ୍କ ଗପ 20ଟି। 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 ଆଉ ଗୋଟେ ମଧ୍ୟ ଗପ ଅଛି ଯାହାକି ଅପ୍ରକାଶିତ ପ୍ରଥମ ଗଳ୍ପ ବୋଲି କୁହାଯାଏ। ଆମେ ଦେଖିଥାଉ ପ୍ରକାଶିତ ପାଇବା କ୍ଷେତ୍ରରେ ଆମେ 20ଟି ଦେଖିଥାଉ। ଆମେ MA ପଢୁଥିବା ସମୟରେ 26ଟି ଗଳ୍ପ ଖୋଜିଥିଲୁ ତାଙ୍କର, ଆଉ 6ଟି ଗଳ୍ପ ଖୋଜିଥିଲୁ ଏପଟ ସେପଟ ସବୁଆଡୁ ଖୋଜତାଡ଼ କରିକି ଲେଖିଥିଲି। କୋଉଠି ଗୋଟେ ମୁଁ ବୋଧେ ରଖିଦେଇଛି, କଣ କଣ ସେ ସବୁ ଗପର ଗୋଟେ ନାଁ ଗୁଡ଼ିକ ଠିକ ସେ ମୋର ମନେ ନାହିଁ, କିନ୍ତୁ ଆହୁରି 6ଟି ଗପ ମଧ୍ୟ ସେ ରଚନା କରିଛନ୍ତି ଯାହାକୁ କି ସେ ପ୍ରକାଶ କରିପାରିନାହାନ୍ତି ହେଲା। ସେଥିମଧ୍ୟରୁ ଗୋଟେ ଗପଟେ ଥିଲା ଲକ୍ଷ୍ମଣିଆ। ଲକ୍ଷ୍ମଣିଆ ବୋଲି ଗୋଟେ ଗପ ଥିଲା, ସେଇଟା ଗୋଟେ ତାଙ୍କର ଅପ୍ରକାଶିତ ରହିଯାଇଛି। ହଉ, ସାର୍ ଏଇଟା ତାଙ୍କର ଯୋଉ ଗଳ୍ପ ଲକ୍ଷ୍ମଣର ନାଁ ଥିଲା, ଲକ୍ଷ୍ମଣର ନାଁଟା ଏଇଟା ଥିଲା। କଣ ଲକ୍ଷ୍ମଣ? ଲକ୍ଷ୍ମଣଟାକୁ ପରବର୍ତ୍ତୀ ସମୟରେ ଫକୀରମୋହନ ଲକ୍ଷ୍ମଣିଆଟାକୁ ପରବର୍ତ୍ତୀ ସମୟରେ ଫକୀରମୋହନ ଲକ୍ଷ୍ମଣ ନାମରେ ପ୍ରକାଶିତ କରିଛନ୍ତି। ଏମିତି କି? ଆମ ସାର୍ କହିଥିଲେ ବୋଧେ, ମୋର ମନେ ପଡୁନି ଆଉ। ଆଚ୍ଛା, ହଉ ଠିକ ଅଛି। ଲକ୍ଷ୍ମଣିଆ ବୋଲି ଗୋଟେ ସେ ଗପ ରଚନା କରୁଛନ୍ତି ବୋଲି ଆମେ ଯାହା ଦେଖିଥାଉ, ଯାହାକି 1868 ମସିହାରେ ରଚନା କରିଥିବା ବୋଲି ଦେଖାଯାଏ। ପରବର୍ତ୍ତୀ ସମୟରେ ତମେ ଯେମିତି କହୁଛ ଲକ୍ଷ୍ମଣ ନାଁରେ ପ୍ରକାଶିତ ମଧ୍ୟ କରିପାରନ୍ତି। ହଉ, ତେବେ କ୍ଷୁଦ୍ର ଗଳ୍ପ ମଧ୍ୟରେ ସାର୍ଥକ କ୍ଷୁଦ୍ର ଗଳ୍ପ ମାନେ ପ୍ରଥମେ ତାଙ୍କୁ ରେବତୀ କୁହାଯାଏ। ଲକ୍ଷ୍ମଣିଆର ସାର୍ଥକତା ପ୍ରମାଣିତ ପାଇନି, ସେଥିପାଇଁ ତାଙ୍କେ ସାର୍ଥକତା ପ୍ରଦାନ କରୁଛନ୍ତି ରେବତୀ ଗଳ୍ପକୁ। ରେବତୀର ପାଠପଢା ଉପରେ ବିପର୍ଯ୍ୟୟର କାରଣ କେମିତି ହେଇଛି ସେ କଥାକୁ ଦେଖାଉଛନ୍ତି, ଯାହାକି ସମାଜର ବିଶ୍ୱାସ ଅନ୍ଧବିଶ୍ୱାସରେ କେମିତି ପରିଣତ ହେଇଛି ସେଠି ଦେଖାଉଛନ୍ତି। ତେବେ 20ଟି ଯାକ ଗଳ୍ପକୁ ତ ମୁଁ ଆଉ କହିପାରିବିନି, ସେଗୁଡ଼ିକୁ ତମେ ପଢିବା ଦାୟିତ୍ୱ। ଠିକ ଅଛି। ଅନ୍ୟାନ୍ୟ ଗଦ୍ୟ ରଚନା, ଫକୀର ମୋହନଙ୍କର ଅନ୍ୟାନ୍ୟ ଯଦି ଗପ ଗୁଡ଼ିକରେ ଦେଖିବା, ଗଦ୍ୟ ରଚନା ପୂର୍ବରୁ ମୁଁ ତାଙ୍କ ଗପ ଗୁଡ଼ିକ କହିଦେବେ। ପେଟେଣ୍ଟ ମେଡିସିନ, ଧୂଳିଆ ବାବା, ଡାକମନି, ପାଠୋଇ ବୋହୂ, ସଭ୍ୟ ଜମିଦାର, ବୀରେଇ ବିଶ୍ୱାଳ, ଅଧର୍ମବିତ୍ତ, ରାଣ୍ଡି ପୁଅ ଅନନ୍ତା, ବଗଲା ବଗୁଲି, ମୌନା ମୌନୀ, ମାଧ ମହାନ୍ତିଙ୍କ କନ୍ୟାସୁନା। କନ୍ୟାସୁନା ପ୍ରଥା କଣ ଜାଣିଛ ନା ନାଇଁ? କନ୍ୟାସୁନା ପ୍ରଥା କଣ? ମାଧ ମହାନ୍ତିଙ୍କ କନ୍ୟାସୁନା ନାମକରଣର ସାର୍ଥକ।
ଏଇ ଯୋଉ ନାମକରଣ ସାର୍ଥକ ଚତୁର୍ଥ ପଞ୍ଚମ ଶ୍ରେଣୀରେ ବେଶୀ ଦେଖାଯାଉଥିଲା ଏହାର ନାମକରଣ ସାର୍ଥକତା ପ୍ରତିପାଦନ କର ନୁହଁ କି? ତାହେଲେ ମାଧ ମହାନ୍ତିଙ୍କ କନ୍ୟା ସୁନା, ଏଠି ଯୋଉ କନ୍ୟା ସୁନା ନାଁଟା କୁହାଯାଉଛି ଏଇଟା କଣ କନ୍ୟା ସୁନା? ଆମେ ସର୍ଟରେ କହିପାରିବା ଯୌତୁକ। ଆଗରୁ ଥିଲା ଗୋଟେ କନ୍ୟାକୁ ବିବାହ କରିବା ପାଇଁ ବୃଦ୍ଧ ମାନେ ଆସୁଥିଲେ, ସେମାନେ ପୁଅ ଘରୁ କିଛି ଟଙ୍କା ଦଉଥିଲେ, ଝିଅକୁ କିଣିକି ନେଲା ଭଳି ବିବାହ କରୁଥିଲେ, ସେଇଟା ଥିଲା କନ୍ୟା ସୁନା ପ୍ରଥା ହେଲା। ସେମିତି ମାଧ ମହାନ୍ତିଙ୍କ କନ୍ୟା ସୁନା, ସୁନା ବୋହୂ, ପୂର୍ଣ୍ଣମୂର୍ତ୍ତିକ ଭବ, ଗାରୁଡି ମନ୍ତ୍ର, ଯାହାକି ତାଙ୍କର ଶେଷ ଗଳ୍ପ ଗାରୁଡି ମନ୍ତ୍ର ହେଲା। ଧର୍ମ ନାମରେ ଭଣ୍ଡାମି ଦେଖାଯାଏ କୋଉଠି? ଧୂଳିଆ ବାବାରେ। ପେଟେଣ୍ଟ ମେଡିସିନରେ କେମିତି ଏକ ମଦ ନିୟନ୍ତ୍ରଣ କରାଯିବ ସେଇଟା। ପରବର୍ତ୍ତୀ ସମୟରେ ପେଟେଣ୍ଟ ମେଡିସିନର ନାମକରଣ ଆଉ ଦୁଇଟି ଗଳ୍ପ ରଚନା ହଉଛି ପଣ୍ଡିତଙ୍କ ସିଦ୍ଧି ଲାଭ, ଆଉ ଗୋଟେ ଗପ କଣ ପଣ୍ଡିତଙ୍କ ସିଦ୍ଧି ଲାଭ, ଆଉ ଗୋଟେ ଗପ ରହୁଛି ଶ୍ରୀମତୀଙ୍କ ସମାର୍ଜିନୀ। ଏଥିରେ ପେଟେଣ୍ଟ ମେଡିସିନ କାହାକୁ କୁହାଯାଏ? ଝାଡୁ ମାର। ଶ୍ରୀମତୀଙ୍କ ସମାର୍ଜିନୀ ଅର୍ଥାତ୍ ଶ୍ରୀମତୀ ଗୋଟେ ଘରୋଇଙ୍କର ସମାର୍ଜିନୀ ଯାହାକୁ ଶ୍ରମରେ ସେ ଅର୍ଜନ କରନ୍ତି, ଝାଡୁ ନାମକରଣ ଦେଇକି ବ୍ୟଙ୍ଗ ଭାବେ ରଚନା କରନ୍ତି ପରବର୍ତ୍ତୀ ଦୁଇଟି ଗାଳ୍ପିକ। ବେଶ୍ୟାବୃତ୍ତି, ମଦ୍ୟପାନ ଏବଂ ଭଣ୍ଡାମି, ବ୍ୟଭିଚାର ଏଇ ସବୁ ଗୁଡିକ ତାଙ୍କ ଗଳ୍ପରେ ବିଶିଷ୍ଟ ଭାବେ ଦେଖାଯାଏ ହେଲା। ହଉ, ତେବେ ତାଙ୍କର ଗଦ୍ୟ ରଚନା, ମୁଖ୍ୟ ଭାବେ ତାଙ୍କର ଗଦ୍ୟ ରଚନାରେ ଆମେ ଦେଖୁ ନନାଙ୍କ ପାଞ୍ଜି। ବାଇ ମହାନ୍ତିଙ୍କ ପାଞ୍ଜି କାହାର? ନନାଙ୍କ ପାଞ୍ଜି, ବାଇ ମହାନ୍ତିଙ୍କ ପାଞ୍ଜି। ନନାଙ୍କ ପାଞ୍ଜି ହଉଛି ଫକୀରମୋହନଙ୍କ, ବାଇ ମହାନ୍ତିଙ୍କ ପାଞ୍ଜି କଣ? ଚନ୍ଦ୍ର ପ୍ରରାଜଙ୍କର। ନନାଙ୍କ ପାଞ୍ଜି 1903ରେ ଏକ ରମ୍ୟ ରଚନା ଭାବେ ପ୍ରକାଶ ପାଉଛି, ଯାହାକି ହାସ୍ୟ ଏବଂ ବ୍ୟଙ୍ଗାତ୍ମକ ରଚନା କୁହାଯାଏ। ଯୋଗଶାସ୍ତ୍ର ଭିତ୍ତିକ ଏକ ଦୀର୍ଘ ପ୍ରବନ୍ଧ ଏହା। ଗୋତ୍ର, ଶୂଦ୍ର, ବେଦାଧିକାର, ଉତ୍କଳ ଭାଷାର ଭୂତ ଭବିଷ୍ୟତ, କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କର ଏବଂ ମାଇକେଲ ମଧୁସୂଦନ ଦତ୍ତ ଏବଂ ମେଘନାଦ ବୋଧ ଇତ୍ୟାଦି ବିଷୟ ଉପରେ ଏକ ଉଲ୍ଲେଖଯୋଗ୍ୟ ଗଦ୍ୟ ରଚନା ଏଠି ଦେଖାଯାଏ। ବୌଦ୍ଧବତାର କାବ୍ୟର ଦୀର୍ଘ ମୁଖବନ୍ଧ ତାଙ୍କର ଏହି ପ୍ରବନ୍ଧରେ ପରିଚୟ ପାଏ। ମୁଖବନ୍ଧରୁ କଣ ଜଣାଯାଏ? ତାର ଥିମ୍ ଜଣାଯାଏ। ସେଇ ରଚନାର ଥିମ୍ ପ୍ରତ୍ୟେକ ରଚନାର ମୁଖବନ୍ଧରୁ ଜଣାଯାଏ। ସେଥିପାଇଁ କୁହାଯାଏ ଯଦି କିଛି ପୁସ୍ତକ ପଢୁଛ ତାର ମୁଖବନ୍ଧ ପଢ, ଆଗ ଥିମ୍ ପଢ, ତାପରେ ଯାଇକି ପୁସ୍ତକକୁ ଚାଲ, କଣ କହିବାକୁ ଚାହୁଁଛନ୍ତି, ମୋଟିଭ କଣ ସେଇଟା ପଢାଯାଉ, ତାପରେ ତମେ ଟାଇପ ପଢ, ଇତ୍ୟାଦି ଇତ୍ୟାଦି ପଢ। ଆତ୍ମଚରିତ, ଆତ୍ମଚରିତ୍ର ନାଁ, ଆଚ୍ଛା ଆତ୍ମଜୀବନୀ ବା ଆତ୍ମଚରିତ କିଛି କହିବା ପାରିବା? ଏଇଟା ବୋଧେ ମୁଁ କହିଦେଲି, ତାଙ୍କ ଆତ୍ମଜୀବନୀ ସେ ହଁ ଫକୀରମୋହନଙ୍କ ଆତ୍ମଚରିତ କେବଳ ଫକୀରମୋହନଙ୍କ, ହଁ ଠିକ, ଫକୀରମୋହନଙ୍କ ଜୀବନର କଥା ମୂଳ ନୁହେଁ, ବିଗତ ଅର୍ଦ୍ଧ ଶତାବ୍ଦୀ ଓଡ଼ିଶାର ସାଂସ୍କୃତିକ, ସାମାଜିକ, ପ୍ରଶାସନିକ, ଅର୍ଥନୈତିକ ଏବଂ ଜାତୀୟ ସମସ୍ୟା ଏସବୁକୁ କେନ୍ଦ୍ର କରିକି ସେ ମୁଖ୍ୟ ଭାବେ ଗୋଟେ ରଚନା ଦେଖାଉଛନ୍ତି। ଆତ୍ମଜୀବନୀ ଲେଖିବାରେ ଫକୀରମୋହନ ହଉଛନ୍ତି ଓଡ଼ିଆ ସାହିତ୍ୟର ପ୍ରଥମ ବ୍ୟକ୍ତି। ଏହି ଆତ୍ମଜୀବନୀ ଫକୀରମୋହନଙ୍କର ଦେହାନ୍ତ ପରେ ଉତ୍କଳ ସାହିତ୍ୟରେ ଧାରାବାହିକ ଭାବେ 24ଟି ସଂଖ୍ୟାରେ ପ୍ରକାଶ ପାଇଲା। କୋଉଠି ପ୍ରକାଶ ପାଇଲା? ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଛି ଉତ୍କଳ ସାହିତ୍ୟରେ ହେଲା। ମୃତ୍ୟୁ ପରେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବ୍ୟକ୍ତି କିଏ? ମରଣୋତ୍ତର ପ୍ରଥମ ଆତ୍ମଜୀବନୀ ପୁରସ୍କାର ବ୍ୟକ୍ତି। ମରଣୋତ୍ତର ମାନେ ମରଣ ପରେ, ଶୁଭିଲାନି କଣ କହିଲ? ଫକୀରମୋହନ ସେନାପତି ସେ ପୁରସ୍କାର ପାଇଛନ୍ତି? ପୁରସ୍କାର କଥା ମୁଁ କହୁଛି, ପ୍ରକାଶ ପାଇବା କଥା ମୁଁ କହୁନି। ମରଣୋତ୍ତର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି କିଏ? ମରଣ ପରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଲେ, ତାଙ୍କ ପୁସ୍ତକକୁ ଦିଆଗଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁସ୍ତକ, ଗୋଟେ ଭ୍ରମଣକାର। ଜଗା କିଏ ସେ? ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତୈଳମ ସ୍ଥାନ କାହାର? ଉଦାର ମିଶ୍ର। ଦେଖିବ ସେଇଟା ହେଲା। ଏହି ଆତ୍ମଜୀବନୀ ଥିବା ଭୋଳାନାଥଙ୍କ ପାଖକୁ ଚିଠି ସମ୍ବଲପୁର ହିତୈଷିଣୀର ଜୁଲାଇ ମାସରେ କଥା ବାହାରିଛି।
ଏବଂ ସତ୍ୟବାଦୀ ପତ୍ରିକାର ତୃତୀୟ ଭାଗ ଏଠି ବାହାରୁଛି, ଅର୍ଥାତ୍ ତାଙ୍କର ଯୋଉ ଅଛି ଆତ୍ମଚରିତ, ସେଥିରେ ସେ ସତ୍ୟବାଦୀ ଜୀବନ ଧାରା ମଧ୍ୟ ଦେଖାଉଛନ୍ତି, ଫକୀର ମୋହନଙ୍କର ପୁତ୍ର ମୟୂରମୋହନ ସେନାପତିଙ୍କ କଥା ମଧ୍ୟ ଏଠି କହୁଛନ୍ତି। କିନ୍ତୁ ପରବର୍ତ୍ତୀ ଯୋଉ ଶେଷ ଅଂଶ ଥିଲା ଆତ୍ମଜୀବନ ସଂକଳନ ହେଇନି। ଆତ୍ମଜୀବନୀ ମଧ୍ୟ ଦୁଇ ଭାଗରେ ବିଭକ୍ତ ହେଉଛି। ପ୍ରଥମ ଭାଗଟା ପ୍ରକାଶ ପାଉଛି, ପରବର୍ତ୍ତୀ ଯୋଉ ଭାଗ ପ୍ରକାଶ ସେଟା ପାଇପାରୁନି। ଫକୀର ମୋହନଙ୍କର ଯିଏ ପୁତ୍ର ମୟୂରମୋହନ ସେନାପତି 1927 ମସିହାରେ ପିତାଙ୍କ ଆତ୍ମଚରିତ ପୁସ୍ତକକୁ ପ୍ରକାଶ କରିଛନ୍ତି। ଏହାକୁ ସେ ନିଜେ ଅନେକ ସ୍ଥଳରେ ନିଜ ଇଚ୍ଛା ଅନୁସାରେ ବିକୃତ ଏବଂ ସଂକ୍ଷିପ୍ତ କରିଦେଇଛନ୍ତି। ତେଣୁ କୁହାଯାଏ ଫକୀର ମୋହନଙ୍କର ଯୋଉ ଆତ୍ମଜୀବନୀଟା ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ ପାଇପାରୁନି ହେଲା। ଏଣୁ ତାଙ୍କର ମୂଳ ଲେଖାକୁ ବାଦ୍ ଦିଆଯାଉଛି ହେଲା। ତେବେ ତାଙ୍କର ଯଦି ମୂଲ୍ୟାୟନ କରାଯାଏ, ଓଡ଼ିଆ ସାହିତ୍ୟର ନୌବାଣିଜ୍ୟ, ତାର ବିପର୍ଯ୍ୟୟ, ଲବଣ ବ୍ୟବସାୟର କରୁଣ ପରିଣତି, ଚାଟଶାଳୀ ଶିକ୍ଷା, ମିଶନାରୀ ଇଂରେଜ ସରକାରଙ୍କର ନୂତନ ଶିକ୍ଷା ବ୍ୟବସ୍ଥା, ତତ୍କାଳୀନ ଅମଲାତନ୍ତ୍ର, ରାଜା ମାନଙ୍କର ସ୍ୱେଚ୍ଛାଚାର, ଜମିଦାର ମାନଙ୍କର ଶୋଷଣ, ନଅଙ୍କ ଦୁର୍ଭିକ୍ଷର ଚରିତ୍ର ଚିତ୍ରଣ ଏବଂ କରୁଣ ଇତିହାସର ବର୍ଣ୍ଣନା ତାଙ୍କ ଉପନ୍ୟାସ, ଗପ, କବିତା, କାବ୍ୟ, ଆତ୍ମଜୀବନୀ ତଥା ଭ୍ରମଣ କାହାଣୀ ଏଇ ସବୁଥିରେ ସ୍ପଷ୍ଟ ଭାବେ ଜଣା ପଡିଥାଏ ହେଲା। ତେବେ ମାତୃଭାଷାର ଅବସ୍ଥା କଣ ଥିଲା, ଓଡିଶାରୁ କେମିତି ଓଡିଆ ଭାଷା ଉଠେଇ ନେବାର ବଙ୍ଗଳା ମାନଙ୍କର କେମିତି ଉଦ୍ୟମ ଗୋଟେ ଥିଲା ଏବଂ ଭାଷାକୁ କେମିତି ସୁରକ୍ଷା ଦିଆଗଲା, କୋଉ ମାଧ୍ୟମରେ କେମିତି ଆନ୍ଦୋଳନ ହେଲା, କୋଉ କୋଉ ଅଞ୍ଚଳରେ ହେଇଥିଲା, ସେସବୁ ତାଙ୍କର ଏଇ ଯୋଉ ଭ୍ରମଣ କାହାଣୀ ଏବଂ ଆତ୍ମଜୀବନୀରେ ଦର୍ଶାଯାଇଛି। ବାଲେଶ୍ୱରର ଛପାଖାନା ପ୍ରତିଷ୍ଠା ହେଲା, ସମ୍ବାଦପତ୍ର କେମିତି ପ୍ରକାଶ ପାଇଲା, ପାଠ୍ୟପୁସ୍ତକ କେମିତି ତାର ଅବସ୍ଥା ଭିତ୍ତି ହେଲା, ପରିଶେଷରେ କେମିତି ଫକୀର ମୋହନ ସବୁଆଡେ ପରିଚିତ ହେଲେ, ସେଇଟା ତାଙ୍କର ଏଇ ଉପନ୍ୟାସ ଗପ ମାଧ୍ୟମରେ ଜଣାପଡେ। ଆଧୁନିକ ସାହିତ୍ୟର ଆଦିପଦର ଯଥାର୍ଥ ପ୍ରାଣ ପ୍ରତିଷ୍ଠା ବ୍ୟାସକବି ସରସ୍ୱତୀ ଫକୀର ମୋହନ। ତେଣୁ ଆଧୁନିକତାର ଆଦ୍ୟ ଓଙ୍କାର ଭାବେ ତାଙ୍କୁ ମାନ୍ୟତା ଦିଆଯାଏ। ଠିକ ଅଛି, ଆଉ କାହାର କିଛି ଡାଉଟ କୁହ ତେବେ? ବହୁତ ସ୍ପିଡରେ ନିଶ୍ଚିତ ଭାବେ ମୁଁ କହିଥିବି, ସମସ୍ତଙ୍କୁ କ୍ଷମା ପ୍ରାର୍ଥନା, ମୁଁ ଟିକେ ସ୍ପିଡ କହିଦିଏ। କଣ କରାଯିବ, ଫକୀର ମୋହନକୁ 1.5 ଘଣ୍ଟା ମଧ୍ୟରେ ସରେଇବା ଯଥେଷ୍ଟ ନୁହଁ। ଉପନ୍ୟାସ ବାଦ କରି ସେଥିରେ ପୁଣି ଉପନ୍ୟାସ, ଗପ, ଜୀବନୀ, ଆତ୍ମଜୀବନୀ, ତା ଭିତରେ ପୁଣି ଏତେ ଗୁଡିଏ କ୍ୱେଶ୍ଚିନ୍, କେମିତି ତାଙ୍କୁ 1.5 ଘଣ୍ଟାରେ ସରେଇବା? ସରେଇ ପାରିବ ଜଗା? ତାଙ୍କର ତ ଗୋଟେ ଗପକୁ 1.5 ଘଣ୍ଟା ଭିତରେ ଗପଟିକୁ 1.5 ଘଣ୍ଟା ଭିତରେ ସରେଇ ପାରିବନି, ତେବେ ଫକୀର ମୋହନକୁ କେମିତି ଭାବିବ